श्रीहरि जय तो दुर्गा मागो हरणी दुर्गा देवी सुर नर किन्नर गो तुम्भर पादे सेवी। ओम गुरु ब्रह्मा गुरु विष्णु गुरुदेव महेश्वरम गुरु साक्षात् परम ब्रह्मं तस्मै श्री गुरुभ्यो नमः। बंदई सारला मागो ब्रह्मांक नंदिनी मा ब्रह्मांक नंदिनी वेद भारतु जात कले पद्मजनी शरीरे सकता मा विद्यारे अधिपति पिता तुम्भ नाम को देले को सरस्वती तब कृपा हेले मूर्ख हुई पंडित तब कृपा हेले मुक गाई पारे गीत। बुझिल ना बाबू? आहा पदे जगत जननी बीणा पाणींकर चरणारविंदे जनाण कहिले। अच्छा भगवानंकर पदे प्रार्थना कही तेणिकी कार्यक्रम आरंभ करिबा। हौ भगवान को भक्त डाकिले कोन बोली? हरि पद पंकज मन भजरे हरि पद पंकज मन भजरे जग मोहने बसी सदा मजरे जग मोहने बसी सदा मजरे हरि पद पंकज मन भजरे जेउ पाद लागी दानी बळी राजा पाताल रे हेला राजरे जेउ पाद लागी दानी बळी राजा पाताल रे हेला राजरे जेउ पाद लागी अहल्या सुंदरी जेउ पाद लागी अहल्या सुंदरी तोरी गोला बड़ सजरे हरि पद पंकज मन भजरे हरि पद पंकज मन भजरे जेउ पयरकू नाबे बसिबाकू धोइला कैवर्त राजरे जेउ पयरकू नाबे बसिबाकू धोइला कैवर्त राजरे जेउ पाद काली शिरे नृत्य करी जेउ पाद काली शिरे नृत्य करी भांगी देला तेजो जरे हरि पद पंकज मन भजरे हरि पद हरि पद हरि पद पंकज मन भजरे जेउ पद ध्याई ध्याई जोगी ऋषि गढ़िले ऋषि समाजरे जेउ पद ध्याई ध्याई जोगी ऋषि गढ़िले ऋषि समाजरे
ସେହି ପଦ ଲାଗି ବସିଅଛି ଯୋଗୀ ସେଉଁ ପଦ ଲାଗି ବସିଅଛି ଯୋଗୀ ଦୀନ ବୈଦ୍ୟ ନାଥ ଦ୍ୱିଜରେ ହରିପଦ ପଙ୍କଜ ମନ ଭଜରେ ହରିପଦ ଗାମା ନିଶା ସାନି ଦବା ମାଗା ହରିପଦ ଗାମା ଗାମା ନିଶା 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 ଦବା ପାଧା ପାଧା ବାମା ଗାମା ନିଶା ସାନି ଦବା ମାଗା ହରିପଦ ପଙ୍କଜ ମନ ଭଜରେ। ବୁଝିଲ ନା ବାବୁ? ଆହା ଯେଉଁ ପାଦ ଲାଗି ଅହଲ୍ୟା କରିଲେ, ଯେଉଁ ପାଦ ଲାଗି ବାଳି ପାତାଳରେ ରାଜା ହେଲେ, ଆଚ୍ଛା। ସେଇ ପ୍ରଭୁଙ୍କର ଚରିତ୍ରାମୃତ। ହଁ ଏକ ଦିନେ ହଁ। ଚକ୍ର ଗଦା ଗରୁଡ଼ ଗର୍ବ କରିବାରୁ ଭଗବାନ କିପରି ଗଞ୍ଜନ କରିଛନ୍ତି ଜାଣିଛ? ଆଚ୍ଛା ଶୁଣ ହେ ସୂର୍ଯ୍ୟ। ବୁଝିଲ ନା ବାବୁ? ହଁ ସେ ତ ଅନାଥ ଜନଙ୍କ ନାଥ, ଆହା ତାଙ୍କରି ଚରିତ୍ରାମୃତ ହିଁ ଆଲୋଚନା କରିବା। ଅନାଥର ନାଥ ବୋଲେ କିଏ ସିନା ଜଗନ୍ନାଥ। ଜଗନ୍ନାଥଙ୍କୁ ଅନାଥର ନାଥ ବୋଲି କହନ୍ତି। ସମସ୍ତଙ୍କ ପକ୍ଷରେ ନୁହନ୍ତି ଯେ କେତୁଟା ଲୋକ ପାଇଁ ରେକା ଅନାଥର ନାଥ। ଏମିତି କଣ ବୁଝିଲ? ଜାଣନ୍ତୁ ଯୋଉ ସ୍ତ୍ରୀ ବିବାହ ହେଇଛି ହଁ। ତାର ତ ନାଥ ଅଛି। ନିଶ୍ଚୟ। ଯୋଉ ପୁରୁଷ ମାନେ ପୁରୁଷଙ୍କର ତ ନାଥ ହବାର କିଏ ଦରକାର ନାହିଁ, ସେଗୁଡାକ ତ ନାଥ ହଉଛନ୍ତି ସ୍ତ୍ରୀ ମାନଙ୍କର। ବୁଝିଲି। ତେବେ ଅନାଥର ନାଥ ବୋଲେ କେବଳ ରାଣ୍ଡ ମାନଙ୍କର ନାଥ ହେଇଥିବ ବୋଲି ମୁଁ ବିଚାର କରୁଛି। କେଡ଼େ ଅସୁନ୍ଦର କଥା। ଆଉ ଅନାଥ ନାଥ ନଥାଇକିରି କାହାର ଅଛି? ଯଦି କାହାର ଅଛି ବୋଲି ଗୋଟେ ଲୋକର ଯୋଉ ବୃନ୍ଦାବତୀକୁ ହରଣ କରିଥିଲେ ମହାପ୍ରଭୁ, ଆଚ୍ଛା। ଜଳନ୍ଧର ମରିଗଲା, ସେ ରାଣ୍ଡ ହେଇଗଲେ ନାହିଁ କି? ଓହୋ। ତାଙ୍କ ନାଥ ହେଇଥିଲେ, ତେଣୁ ଅନାଥର ନାଥ ବୋଲି ମହାପ୍ରଭୁଙ୍କର ନାଁଟା ରହିଛି ନା। ହଉ ତୁମ କଥାଟା ଆଗା ହେଲା। ସେଇ ପ୍ରଭୁଙ୍କର ଚରିତ୍ର କେମିତି ବୁଝିଲ? ନାଇଁ ନାଇଁ, ଅସହାୟର ସହାୟ ବୋଲେ ଅନାଥର ନାଥ ବୋଲି କୁହାଯାଏ। ଅସହାୟଙ୍କୁ ଯିଏ କି ସହାୟ ଦାତା ତାଙ୍କୁ କହନ୍ତି ଅନାଥ ଜନଙ୍କ ନାଥ। ସେ କଥା ଆରମ୍ଭରୁ କହୁନ। ବୁଝିଲ କି? ହଁ। ଶୁଣ ହେ ସୁଜନ ଜନ ଦେଇ ମନ କନ ହେ ଦେଇ ମନ କନ ଚକ୍ର ଗଦା ଗରୁଡ଼ଙ୍କ ଗୌରବ ଗଞ୍ଜନ ଦିନେ ଦ୍ୱାରକାରେ ତଥା ବୈକୁଣ୍ଠପୁରେ ଲକ୍ଷ୍ମୀଙ୍କ ମନ୍ଦିରେ ନାରାୟଣ ବିଜେ ହେଲେ। ବୁଝିଲ ନା ବାବୁ? ହଁ। ଲକ୍ଷ୍ମୀଙ୍କର ମନ୍ଦିରରେ ଦିନେ ଭଗବାନ ପହଞ୍ଚିଛନ୍ତି। ଆଚ୍ଛା। ଶଙ୍ଖ ଚକ୍ର ଗଦା ପଦ୍ମ ଗରୁଡ଼ ସମେତ ଏକାଠି ବସିଣ ସର୍ବେ ମତ କଲେ ବ୍ୟକ୍ତ। ଆଚ୍ଛା, ଶଙ୍ଖ ଚକ୍ର ଗଦା ପଦ୍ମ ଗରୁଡ଼ ଏମାନେ ସବୁ ଏକାଠି ବସିଲେ। হয় ମହାପୁରୁଷ ହୋଇପଡ଼ିଲେ, ଯେ ଯାହା ଘରକୁ ଯେମିତି ଯାଉ ସେବା କରିବାନି ଯାଉନାହାନ୍ତି କି? ହଁ। ସେମିତି ଏକାଠି ଗୋଟେ ବସିକିରି କ'ଣ ଗୋଟେ ବିଚାର କଲେ। କଣ ବିଚାର କଲେ ବୁଝିଲ? କ'ଣ? ପ୍ରଭୁଙ୍କର ପାଶରେ ତ ସମସ୍ତେ ଖଟିଲେ, ବିଷ୍ଣୁଙ୍କ ଠାରୁ ପ୍ରଶଂସା କେବେ ନ ଶୁଣିଲେ। ଗରୁଡ଼ କହେ ମୁଁ ଦିନେ ପୃଷ୍ଠରେ ବସାଇ ନେଉଥିଲି ପଥେ ପଚାରି ଭାବଗ୍ରାହୀ ଭକ୍ତରେ କେ ବଡ଼ ପୁଣି ଅଟେ ବଳବାନ ପ୍ରଭୁ କହିଲେ କେବଳ ବୀର ହନୁମାନ। ସେହି ଦିନ ଠାରୁ ମୋର ମନ ବଡ଼ ଦୁଃଖ, ମୁଁ ଭକ୍ତ ନୋହିଲି ମୋର ପରାକ୍ରମ ଧିକ। ଗରୁଡ଼ କହିଲେ ଭାଇ ମୋ ଛୁଆଟା ବୋଲେ 3.5 ପୁର ପିଠିରେ ବହିକିରି ମୁଁ ନେଲି, ହଁ। କେବେ ହେଲେ ପ୍ରଶଂସା ପାଇଲିନି, ମୋର ପରାକ୍ରମ ଧିକ। ସେତେବେଳେ ଚକ୍ର କହିଲେ, ହଁ। ଚକ୍ର ସୁଦର୍ଶନ କହେ ପ୍ରଭୁ କରେ ଥିଲି ଜୟ ରାମ ହେ, ତୁମ୍ଭ ପରି ମୁଁ ମଧ୍ୟ ମନରେ କଷ୍ଟ କଲି ଜୟ ରାମ ହେ। ତାଙ୍କ କରେ ଶୋଭା ପାଇ ବୁଲିଲି ତ୍ରିପୁର ଜୟ ରାମ ହେ। ପୁଛିଲି ଦିନେ ମୁଁ ଭକ୍ତ ବୀରରେ କେ ବଡ଼ ଜୟ ରାମ ହେ, ହରି ରାମ ହେ। ନବୀନ ସୁନ୍ଦର ଘନ ଶ୍ୟାମ ହେ। ବୁଝିଲ? ଚକ୍ର ସେଠି ଶୁଣି କରି ହସ ହସ ମୁଖରେ କହିଲେ ଭାବଗ୍ରାହୀ ସର୍ବଗୁଣେ ଶ୍ରେଷ୍ଠ ହନୁ ତାପରି କେ ନାହିଁ। ଗଦା
ଗଦାବର ବୋଲେ ସେ ତ ତ୍ରେତୟା ମାଙ୍କଡ଼ ଥିବ କି ମରି ଜୀବଣି ତାର ତାଙ୍କ କଥା ଛାଡ଼ ହଁ। ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ହଁ। ନବୀନ ସୁନ୍ଦର ଘନ ବରନ ଶ୍ୟାମ। ସେ କହିଲେ ସେ ତ ତ୍ରେତୟା ଯୁଗର ମାଙ୍କଡ଼, ମରିବଣି କି ଥିବ କି ଯିବ କି ତା କଥା କି ଦରକାର ହେ ଛାଡ଼। କିନ୍ତୁ ତାଙ୍କରି କଥା ମୋର ଅତୀତ କଥା ମନେ ପଡୁଛି। ଆହା ଦିନେ କ'ଣ କଲି, ହଁ ଦିନେ କର ଯୋଡ଼ି ମୁଁ ପ୍ରଭୁଙ୍କୁ ପଚାରିଲି ଭକ୍ତରେ ବଳରେ ବଡ଼ କେ କହନ୍ତୁ ବୋଇଲି। ଆଚ୍ଛା ସେତେବେଳେ ଭଗବାନ କ'ଣ କହିଲେ, କ'ଣ ବୋଲି କହିଲେ? ହରି କହିଲେ କେବଳ ଅକ୍ଷୟ ଦାସ ମାନେ ବୀର ନାହିଁ ଚଉଦ ନଗରୀ ପଦ୍ମ କହୁ ଅଛି ଭାଇ ପ୍ରଭୁ କରେ ଅଛି ଶଙ୍ଖ କହୁଛି ଭାଇ ମୁଁ ଫୁଙ୍କିଲେ ବାଜୁଛି। ବୁଝିଲ ବାବୁ? ହଁ ଶଙ୍ଖ କହିଲେ ଆମେ କ'ଣ ଯୁଦ୍ଧ କରୁଛି? କିଛି। ପଦ୍ମ କହିଲେ ଆମେ କ'ଣ ମାଡ଼ଗୋଳ ଲାଗୁଛି? ନାହିଁ। ଆମେ କେବଳ ପ୍ରଭୁଙ୍କ ହାତରେ ଅଛୁ। ଶଙ୍ଖ ବୋଇଲା ମୁଁ କେବଳ ଫୁଙ୍କିଲେ ଏକା ବାଜୁଛି। ଗୋଟେ ହରେନ୍ଟେ, କ'ଣ ହରେନଟେ? ଗୋଟେ ଗାଡ଼ି ମଟରରେ ଆସିବ ଯେମିତି ଗୋଟେ ଶବ୍ଦଟେ ଗୋଟେ ବାଜୁଛି, ହଁ। ଗୋଟେ ହର୍ନଟେ ଦିଆ ହଉଛି, ହେଲା। ସେମିତି ପଞ୍ଚଜନ୍ୟ ଶଙ୍ଖ ବାଜିଲା ହଁ। ବୋଲେ ଗରୁଡ଼ ଆସିଲେ କି ବିଷ୍ଣୁ ଆସିଲେ ବୋଲି ଗୋଟେ ଚିହ୍ନଟ ସିନା। ମୁଁ ଯୁଦ୍ଧ କରୁନି କି ମୋ ଦ୍ୱାରା ପ୍ରଭୁଙ୍କର କାମ କିଛି ନାହିଁ। ବୁଝିଲ ତ? ହଁ। ବଳ ପରାକ୍ରମ ବୋଲି ଆମ୍ଭର ପାଶେ ନାହିଁ, ପୂର୍ବ ତପସ୍ୟା ବଳୁ ପ୍ରଭୁଙ୍କ ହାତରେ ଅଛୁ ରହି। ଆଚ୍ଛା ସେତେବେଳେ ଗରୁଡ଼ କହିଲେ, ହଁ ଗରୁଡ଼ କହନ୍ତି ଯେବେ ହନୁକୁ ଦେଖନ୍ତି ଆହା ହନୁକୁ ଦେଖନ୍ତି ପକ୍ଷୀ ଝାଡ଼ି ଉଡ଼ାଇ ସମୁଦ୍ରେ ଫିଙ୍ଗି ଦିଅନ୍ତି। ଜୟ ରାମ ରାମ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ଘନ ବରନ ଶ୍ୟାମ। ଚକ୍ର ବୋଲେ ଖଣ୍ଡ ଖଣ୍ଡ କରି ଦିଅନ୍ତି କାଟି ହେ କରି ଦିଅନ୍ତି କାଟି ଗଦା କହେ ପିଟି ପିଟି କରନ୍ତି ଧୂଳି ମାଟି। ଯେ ଯାହା ଘରେ ବସି ଭୁରୁଡୁ କାଢିଲେ ଆଉ କ'ଣ ଭୁରୁଡୁ କାଢିଲେ। ଭୁରୁଡୁ କାଢିବେ ସେ ଉଣା ଲୋକ କିଏ ହନୁମାନ ହଁ। ଯିଏକି ଏକାଟିଆଙ୍କେ ସମୁଦ୍ର ଡେଇଁଲେ, ଦେଖ ଲୋଭ ମୂଳରେ ପର୍ବତ ବାନ୍ଧିକିରି ଆଣିଥିଲେ। ହଁ। ତ୍ରେତୟାର ସିଏ ହଉଛନ୍ତି ମର୍କଟ ନୁହନ୍ତି, ସେଟାକ ତପସ୍ୟା କରିକିରି ପୂର୍ବରେ ପ୍ରଥମ ସତ୍ୟ ଯୁଗରେ ସେମାନେ ଥିଲେ ତପି, ହଁ ତ୍ରେତୟାରେ ହେଲେ କପି, ଦ୍ୱାପରରେ ହେଲେ ଗୋପୀ, ବାବୁ ଏ କଳିରେ ରୂପୀ ରୂପୀ ବୋଇଲେ ରୁପିଆ ବୋଲେ ଟଙ୍କା। ହଁ ତେଣୁ ସେଟାକ ସାଧାରଣ ନୁହନ୍ତି, ନର ବା ନର ଏକା ପରି। ତେଣୁ ତୃତୀୟାରେ ସେମାନେ ମାଙ୍କଡ଼ ମାନେ ବଡ଼ ବଳବାନ ଥିଲେ। ଆଚ୍ଛା ଅନ୍ତର୍ଯାମୀ ନାରାୟଣ ଏ କଥା ଜାଣିଲେ ଆୟୁଧଙ୍କ ପୁରେ ଯାଇ ପ୍ରବେଶ ହୋଇଲେ ଶୁଭଦର୍ଶୀ ଶଙ୍ଖ ପଦ୍ମ ସେଠାରେ ନାହାନ୍ତି, ଚକ୍ର ଗଦା ଗରୁଡ଼ ଏକାଠେ ବସିଛନ୍ତି। ବିଷ୍ଣୁଙ୍କୁ ଦେଖି ଗରୁଡ଼ ସମ୍ଭାଳି ନ ପାରି ଉଠି ନମସ୍କାର କଲେ ବୋଲି ହରି ହରି ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ। ବୁଝିଲ? ଆୟୁଧ ବାରଙ୍କ ବୈଠକରେ ବିଷ୍ଣୁ ଯାଇକିରି ପହଞ୍ଚିଗଲେ। ଯେତେବେଳେ ଦେଖିଦେଲେ ଗରୁଡ଼ ହାତ ଯୋଡ଼ି ଠିଆ ହେଇ ପଡ଼ିଲେ। ଆହା କହୁଛନ୍ତି ହଁ ଗରୁଡ଼ କହେ ଶୁଣ ନାରାୟଣ ଗରୁଡ଼ ଧ୍ୱଜ ଆପଣଙ୍କ ନାମ ମୋ ପୃଷ୍ଠେ ବିଜେ କରୁଛ ଶ୍ରୀହରି। ଆହା ତୁମ୍ଭ ଆଜ୍ଞାରେ ଭ୍ରମେ ତିନି ପୁରୀ ଭ୍ରମଣ ଅନ୍ତରେ ବିଶ୍ରାମ କରୁଛ ସନ୍ତପୁରେ ଭ୍ରମଣ ଅନ୍ତରେ ବିଶ୍ରାମ କରୁଛ ସ୍ୱନ୍ତପୁରେ ତ୍ରିପୁରେ ବୁଲ ଗୋଲକ ବିହାରୀ ଯହିଁ ଦେଖେ ତହିଁ ଭକ୍ତ ତୁମ୍ଭରି ବଡ଼ ସାନ କାହାକୁ ଦେଖୁ ନାହିଁ ଜାଣିବା ପାଇଁ ପଚାରୁଛି ମୋହି କେ ଅଟେ ବଳିଷ୍ଠ ଭକ୍ତଙ୍କ ମଧ୍ୟେ କେ ଅଟଇ ଶ୍ରେଷ୍ଠ କେ ଅଟେ ବଳିଷ୍ଠ ଭକ୍ତଙ୍କ ମଧ୍ୟେ କେ ଅଟଇ ଶ୍ରେଷ୍ଠ ଶୁଣିଣ ଶ୍ରୀହରି ହସ ହସରେ ଭାସିଲେ ପ୍ରଭୁ ଶ୍ରୀରଙ୍ଗ ଧରେ ବଡ଼
ভক্ত মোহর হনুমান বলিষ্ঠ ওটে অঞ্জনা নন্দন গরুড় বীরস হেবার জানিলে শ্রী শ্রী হৃষিকেশ গরুড় বীরস হেবার জানিলে শ্রী হৃষিকেশ ଗରୁଡ଼ଙ୍କର ବୀର ସ୍ୱଭାବ ଭଗବାନ ଜାଣିପାରିଲେ। ନିଶ୍ଚୟ ସେତେବେଳେ ହଁ ପ୍ରଭୁଙ୍କ ମୁଖରୁ ଏ ମନ୍ତ ଶୁଣିଣ ସଧୀରେ ଚକ୍ର କହିଲା ନକ୍ର ନାସି ଚକ୍ରି କରେ ଶୋଭା ହେଲି ମୋ ଦଶା ସେ ପରି ହେଲା ଭାଇ ମୋ ଦଶା ସେ ପରି ହେଲା ଜାଣିଛ ତ ତୁମ୍ଭେ ଚକ୍ରଧର ନାମ ବହିଛନ୍ତି ନିଜେ ବିଭୁ ତାଙ୍କ ନାମ ସାଥେ ମୋ ନାମ ରହିଛି ତୁଚ୍ଛ ମୋର ଆଉ ସବୁ ଆହା ତୁଚ୍ଛ ମୋର ଆଉ ସବୁ ଭାଇ ମୋର ଆଉ କିଛି ଆବଶ୍ୟକ ନାହିଁ। ଆଚ୍ଛା ସେତେବେଳେ ଗଦା ଶୁଣୁଥିଲେ ହଁ ଗଦାବର କହୁଛନ୍ତି ପ୍ରଭୁଙ୍କୁ ନାଇ ମୋର ଦଶା ମଧ୍ୟ ତାଙ୍କ ଠାରୁ ବଳି ଯାଇ ଉଚ୍ଛା କଲି କର ଯୋଡ଼ି ଦିନେ ମୁଛା ମୁରେ ଭକ୍ତରେ ନିବିଡ଼ ପୁଣି ବଡ଼ ବଡ଼ କେବଳରେ ରାମ ହେ ରାମ ହଁ। ନବୀନ ସୁନ୍ଦର ଘନ ଶ୍ୟାମ ରାମ ହେ ରାମ ରକ୍ଷ ବିନାଶନ ରକ୍ଷା କର କରି ମୋ ବଚନ କହିଲେ ସକଳେ ବଡ଼ ବୀର ହନୁମାନ ଅନ୍ତର୍ଯାମୀ ଏମାନଙ୍କ ଗୌରବ ଜାଣିଲେ ଗୌରବ ଗଞ୍ଜନ ହରି ମୁରୁକି ହସିଲେ ରାମ ହେ ରାମ ହଁ। ନବୀନ ସୁନ୍ଦର ଘନ ଶ୍ୟାମ ରାମ ହେ ରାମ ଭଗବାନ ମୁରୁକି ମୁରୁକି ହସିଲେ ଆଚ୍ଛା ସମସ୍ତଙ୍କର ଅହଙ୍କାର ହେବାର ଜାଣିଗଲେ ଜାଣିଗଲେ ହଁ ବୁଝିଲ ହଁ ଭକ୍ତ ଭାବରେ ଭାବଗ୍ରାହୀ ଭକ୍ତଙ୍କୁ ଦେଖାଇବା ପାଇଁ ଭାବନ୍ତି ମନେ ନାରାୟଣ ପଚାରିଲେ ତିନି ଜଣ ପଚାରିବାରୁ ଦେଲି କହି ଯେହେତୁ ମନେ ଗର୍ବ ବହି ଦେଖାଇ ଦେବା ଭକ୍ତଙ୍କୁ ତ କାହାର କେତେ କରାମତ ଏ ମନ୍ତ ଚିନ୍ତି ନାରାୟଣ ଚଳିଲେ ଆପଣା ସଦନ ବୁଝିଲ ବାବୁ ହଁ। ଭଗବାନ ବିଚାର କଲେ କାହାର କେତେ କରାମତ ଦେଖେଇଦେବା ଦେଖେଇଦବା ଆପଣା ମନ୍ଦିରରେ ପହଞ୍ଚିଗଲେ ହଁ। ସରସ୍ୱତୀଙ୍କୁ ଡାକି କହିଲେ ଗୋ ବାଣୀ ହଁ ତ୍ରେତୟା ଯୁଗ ମଲ୍ଲ ମୋର ଭକ୍ତ ହନୁମାନଙ୍କୁ ଯାଇ ତୁମେ ସକଳ ବୃତ୍ତାନ୍ତ ଗୁଡାକ କହିବ ଆଚ୍ଛା ଏବଂ ତ୍ରେତୟାର ରୂପ ଗୁଣ ବଳ ସବୁ ଦେଖେଇବା ପାଇଁ କହିବ। ଗରୁଡ଼ର ଗର୍ଭଗଞ୍ଜନ କରିଦବ ସରସ୍ୱତୀ ଶୁଣି ଆନନ୍ଦରେ ବାହାରି ଗଲେ। ଆହା ଏଣେ ଭଗବାନ କଣ କଲେ ବୁଝିଲ ହଁ ଗରୁଡଙ୍କୁ ହକାରି ହରି କହନ୍ତି ଶୁଣ ଅହିଅରି କିଷ୍କିନ୍ଧ୍ୟା ପର୍ବତକୁ ଯିବ ହନୁଙ୍କୁ ପୃଷ୍ଠରେ ଆଣିବ ବହୁତ ଦିନୁ ନାହିଁ ଭେଟ ଦେଖିବାକୁ ମନ ଉଚାଟ ତ୍ରେତୟା ଯୁଗ ବୃଦ୍ଧ ସେହି ଆଣିବ ପୃଷ୍ଠରେ ବସାଇ ଗରୁଡଙ୍କୁ ଭଗବାନ କହିଲେ ହେ ଗରୁଡ ହଁ ମୋର ଅତି ବଡ଼ ଭକ୍ତ ହେଉଛନ୍ତି ତ୍ରେତୟା ଯୁଗର ମଲ୍ଲ ହନୁମାନ ଆଚ୍ଛା ତାଙ୍କୁ ପିଠିରେ ଧରି ଆସିବ। ହଁ ଜାଣିଥ ବାବୁ ଗରୁଡ ଯେମିତି ଶୁଣିଲେ ତାଙ୍କ ମନରେ ଉଚ୍ଚାଟ ଖେଳିଗଲା ସଜ ପଡ଼ିଗଲା ବୋଇଲେ ଏକା ବେଳେକେ ଚକ୍ରକୁ ଶେଷ କରିଦେବି ଆଚ୍ଛା ଭାବୁଛନ୍ତି ତ ହଁ ଶୁଣି ଗରୁଡ ଚଳିଲା ଈର୍ଷା ତ ତାଙ୍କର ଥିଲା ମନେ ବିମର୍ଷ ବହିଲା ଦେଖି ପେଚଡ଼ା ପ୍ରସ୍ତର ଗୁହାରେ ଅଛି ଉକୁଣି ବସି ମାରୁଛି ଶ୍ମଶାନ ଯୋଗ୍ୟ
বসে বুঢ়া উপমে মঢ়া হস্তর চলনে বঞ্চিছি তা নহিথিলে আগরু মরি যাইছি তা নহিছিলে আগরু মরি যাইছি। ବୁଝିଲ ନା ବାବୁ? ବୁଢ଼ା ମାଙ୍କୁଡ଼ଟିଏ ହେଇ ଉଙ୍କୁଣି ମାରୁଛନ୍ତି। ମଢ଼ାପୁରୀ ତ ପଡ଼ିଛନ୍ତି, ଜୀବିତ ମଢ଼ା ବୋଲି ପ୍ରାଣଟା ଅଛି, ମଢ଼ ଭଳିଆ ହେଇଗଲେଣି ଆଉ। କଣ ପ୍ରାଣ ଅଛି ମଢ ପରି ପଡିଛନ୍ତି? ପ୍ରାଣ ଥାଇକିରି ମଢ଼ କିଏ ହେଇଥିଲେ? ଏମିତି କଣ ଅଛି କି? ଗୋଟେ ବୁଢ଼ା ବୁଢ଼ୀ ଏମିତି ହେଇଥିଲେ। କଣ ଗୋଟେ ମଫସଲ ଗାଁରେ ଆହା। ଛୋଟ ପଲ୍ଲୀଟା, ହଁ। ଯୋଉଠି ଏ ବୁଢ଼ା ବୁଢ଼ୀ ଅତି ଗରିବ ଅତି ବୟସ୍କ। ଆଚ୍ଛା, ସେ ଗାଁରେ ଗୋଟେ ପର୍ବ ପଇଲା, ହଁ ପିଠା ତିଆର ହେଲା, ଚକୁଳି ପିଠା ତିଆର କଲେ। ତାଙ୍କର ମଧ୍ୟ କଲେ। ଅଳ୍ପ ଅଛି ତ କଲେ, 3ଟି ପିଠା ହେଲା। ସର୍ବମୋଟ ବୁଢ଼ା ବୋଇଲା ମୁଁ ଯୋଡ଼େ ଖାଇବି, ବୁଢ଼ୀ ବୋଇଲା ମୁଁ ଯୋଡ଼େ ଖାଇବି। ଆଚ୍ଛା, ଇଏ ବୋଇଲା ମୋର ଯୋଡ଼େ, ସିଏ ବୋଇଲା ମୋର ଯୋଡ଼େ। ପିଠା ହେଇଛି 3ଟା, ଏମିତି ହଉ 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 2 ଘଡ଼ି ପହରେ ପଳେଇଲା। ଆଙ୍କର କିଏ ହେଲେ ଆଉ ଖାଇଲେନି। ଏହେ ବୁଢ଼ା ଛୁଟୁ ବୁଢ଼ୀକି ବୋଇଲା ବୋଇଲା ନାଇଁଲୋ, କାହିଁକି ଏ ଗଣ୍ଡଗୋଳ କରିବା, କିଛି ଗୋଟେ ସମାଧାନ। ଗୋଟେ ପଣ କରିବା। କଣ ପଣ? 2 ଜଣ ଯାକ ବସିବା। ହଁ ଯିଏ ତୁନି ପଡ଼ିକି ରହିବ, ଉଁ କି କୁଁ କିଛି କରିବନି, ଆହା, ତାର ହବ ଉଁ। ଯିଏ କରିଦେବ ତାର ହବ ଗୋଟେ, ଯିଏ ନ କରିବ ତାର ହବ ଯୋଡ଼େ। ଆଚ୍ଛା, ଉଁ କଲେ ଗୋଟେ, ଉଁ ନ କଲେ ଯୋଡ଼େ। ଏମିତି ଗୋଟେ ଭାଗ ବାଣ୍ଟି ଦେଲେ। ବୁଢ଼ା ମଧ୍ୟ ହଁ କରିଦେଲା। ଆହା, ପିଠାକୁ ଥୋଇଦେଲେ, ହଁ ବସି ପଇଲେ। ଦେଖ। ଆଉ 2 ଘଡ଼ି ଗଲା ଶୋଇ ପଇଲେ। କେଡ଼େ ଏମିତି କଥା। ହଉ ହଉ ରାତି ପାଇଗଲା। କିଏ ହେଲେ ଉଁ କରୁନାହାନ୍ତି, ପିଠା କିଏ ଆଉ ଖାଉନାହାନ୍ତି, ଜିଦ୍ ଉପରେ ପଡ଼ିଛନ୍ତି। କେଡ଼େ ଜିଦ୍ଦ କରିଛନ୍ତି, ରାତି ପାହିଗଲା। ବେଳ 2 ଘଡ଼ି ହେଇଗଲା। ହଁ। ଗାଁ ଲୋକ ବୋଇଲେ ବୁଢ଼ା ବୁଢ଼ୀ କୁଆଡ଼େ ଗଲେ, ତାଙ୍କର କଣ କବାଟ ଫିଟୁନି ଦେଖ। ଦେଖ, ଚାଳ ଉପରେ ଯାଇକିରି ଚଢ଼ିକିରି ଦେଖିଲେ, ହଁ। ଘର ଭିତରେ ପଶିକିରି ଆହା। ବୁଢ଼ା ବୁଢ଼ୀ ମଲା ପରି ପଡ଼ିଛନ୍ତି। ମଝିରେ ପିଠା ଥୁଆ ହେଇଛି। ଦେଖିଦେଲେ ବୋଲେ ହଁ ଏ ପିଠାରେ ବିଷ କି ମହୁରା କଣ ପଡ଼ିଥିଲା, ହଁ। ଏ ପଇଜନ ଖାଇକିରି ଏମାନେ ମରିଗଲେ। ମରିଗଲେ। ଦେଖିଲେ ଯେ ନିଶ୍ୱାସ ମଧ୍ୟ ବଡ଼ ହାଣ୍ଟେ ମାରୁନାହାନ୍ତି। କାହିଁକି? ନାକ ବାଟେ କୁଆଡ଼େ କାଳେ କୁଁ ହେଇଗଲେ ତାର ଗୋଟେ ପିଠା ହେଇଯିବ। ଓହୋ, କୁଁ ହେଲେ ଗୋଟେ ହେଇଯିବ। ନାକ ବାଟେ ବୋଲି ନିଶ୍ଚୟ ନିଆ ହେ, କୋଉ ବାଟେ ହେଇଗଲେ କୁଁ ହେଇଗଲେ ପରା ଗୋଟେ। ହେଲା ହେଲା, ବୁଝିଗଲେ। 10 ଦ୍ୱାର ରୁନ୍ଧିକିରି ପଡ଼ିଛନ୍ତି। ହଁ, ଗାଁ ଲୋକ ଭାବିଲେ ପୋଡ଼ିଦବା। ମରିଗଲେ ତ ପୋଡ଼ିଦବା। ଗାଁ ଲୋକ ବୋଲେ ସବୁ 4-5 ଜଣ ତ ଗାଁ। ହଁ। 3ଟି ଲୋକ ବାହାରିଲେ ବୋଲେ ଶଗଡ଼ରେ ଧର ବୁଢ଼ା ବୁଢ଼ୀକି ପୋଡ଼ିଦବା। ପୋଡ଼ିଦବା। ମଢ଼ କରିକିରି ବୁଢ଼ା ବୁଢ଼ୀକି ଧଇଲେ, ଆହା। ଶଗଡ଼ରେ ଧଇଲେ, କାଠ ଧଇଲେ, ମଶାଣିକି ନେଲେ। ଶ୍ମଶାନକୁ ଏଲେ ମଧ୍ୟ ଆହୁରି ନାହାନ୍ତି ପରା। ବୋଇଲେ କୁଁ ବୋଇଲେ ଗୋଟେ ହେଇଯିବ। ଶେଷକୁ ତାଙ୍କେ ଯୋଉ 3 ଲୋକ ପୋଡ଼ିବାକୁ ଯାଇଥିଲେ, ହଁ। ଜଣେ ବୋଇଲା ଭାଇ ଆଗକିରି ନିଆଁରେ କାହାକୁ ପକେଇବା। ବିଚାର କରି କର। ଜଣେ ବୋଇଲା ଆଗ ବୁଢ଼ୀଟାକୁ ଧରିବା। ହଁ। ଆଉ ଜଣେ ବୋଇଲା ନାଇଁ ନାଇଁ, କୋଉ ଗାଁର ଝିଅଟା ଆମ ଗାଁରେ ସିନା ବୁଢ଼ୀ ହେଇଛି, ବୁଢ଼ା ଆମ ଗାଁରେ ଜନ୍ମ ହେଇଥିଲା, ତେଣୁ ଆଗ ବୁଢ଼ାଟାକୁ ବୁଢ଼ାକୁ ପୋଡ଼ିବା। ବୁଢ଼ା ବିଚାର କର ଆଉ ନ କଲେ ଏଥର ପିଠା ଲାଗି ପୋଡ଼ିକିରି ମରିଯିବି। ବୁଢ଼ା ଜାଣିପାରିଲେ। ସେ ଶଗଡ଼ ଉପରେ ରହିକିରି ମୋଟି ହେଇକିରି ବୁଢ଼ା ବୋଇଲା ବୋଇଲେ କୁଁ ତା ଶବ୍ଦଟି ବାହାରି ପଡ଼ିଲା। ପଡ଼ିଲା। ହଁ, ବୁଢ଼ୀ ଶୋଇଥିଲା ସେ ପାଖରେ। ହଁ। ସେ ବୋଇଲା ହଁ ଏଥର ମୋର ଯୋଡ଼େ ତମର ଗୋଟେ। ବୋଇଲେ ବୁଢ଼ା କଥାଟା ହରା ହେଇଗଲା। ବୁଢ଼ୀ ଯେତେବେଳେ କଥାଟା ମୁଁ ଜିତା ଯୋଡ଼େ ହେଇଗଲା। ଖାଇବି ତମେ ଗୋଟେ ଖାଇବ ବୋଲିକିରି ଆଙ୍କେ ରଡ଼ି କରିଦେଲା ଶଗଡ଼ ଉପରେ ଶୋଇକିରି। ଆଚ୍ଛା। ମଢ଼ ହେଇକିରି। ହଁ। ଏ ଯୋଉ ମଢ଼ ପୋଡ଼ିବାକୁ 3 ଲୋକ ଯାଇଥିଲେ, ବୁଝିଲି। ଡରିଗଲେ ବୋଲେ ଦେଖିଲ କିରେ ଭାଇ, କେଡ଼େ କଥା। ଏ ଶଳେ ମରି ଯାଇଥିଲେ। ହଁ। ମଶାଣିକି ଆଣିବାରୁ ମଢ଼ ଗୁଡ଼ାକ ବଞ୍ଚିଗଲେ। ବଞ୍ଚିଗଲେ। ଆମ 3 ଲୋକ ଆସି ଦେଖିକିରି ବାଣ୍ଟିକିରି ଏବେ 2 ଜଣ ଜଣକୁ ଜଣେ ବୋଲିକିରି ବୁଢ଼ା ବୁଢ଼ୀ ବାଣ୍ଟିକିରି ଖାଇଦେଲେଣି। ହଁ। ସଦ୍ୟା ଖାଇଦେବେ, ଚାଲ ପଳେଇବା। ଆଉ ରହିବା ନାହିଁ। ରଟିକିରି ଗାଁକୁ ଯାଇଲେ, ଗାଁରେ ଯାଇକିରି ହୁରି କହିଲେ ଯେ ବୁଢ଼ା ବୁଢ଼ୀ ଆଉ ଥରେ ମଶାଣିରେ ଜିଇଁ ଗଲେ, ଆମକୁ ଖାଇ ଦଉଥିଲେ, ପଳେଇ ଆସିଲୁ। ଗାଁ ଯାକ ସବୁ କବାଟ ପକେଇଦେଲେ। ଡରି କରି ଗାଁ ଯାକ କବାଟ ପକେଇଦେଲେ। ବୁଢ଼ା ବୁଢ଼ୀ ଆଉ ଥରେ ଗାଁ ଗଲେ, ସମସ୍ତଙ୍କୁ ଡକେଇଲେ ବୋଲେ ନାଇଁ ହେ ଆମେ ଜିଦ୍ ଉପରେ ପଡ଼ିଥିଲୁ ପିଠା ଲାଗି ଏମିତି କରିବା ପାଇଁ ରେ, କିନ୍ତୁ କେହି ମରିନାହୁଁ। ମରିନା ହୁଁ। ହଁ। ତେଣୁକରି ଗାଁକୁ ଆସିଲୁ, ତମମାନେ ଆଉ କିଛି ଭାବନ। ସେଦିନ ଠାରୁ ଗାଁ ଲୋକ ସମସ୍ତେ ହସିଲେ। ହଁ। ଏମାନଙ୍କୁ ଦେଖିଲେ, ଏମାନଙ୍କୁ ଜୀବିତ ବୁଢ଼ା ବୋଲିକିରି ପରିହାସରେ ଡାକିଲେ। ସେଭଳି ଆମ ଯୋଉ ହନୁମାନ ବଞ୍ଚିଥିଲେ, ବର୍ତ୍ତମାନ ଜୀବିତ ମଢ଼ା ହେଇକିରି ଅଛି। ଇଏ ଜୀବିତ ମଢ଼ା ବୋଲି ଏଇ ଉଦ୍ଦେଶ୍ୟରେ ବାହାରିଲା। ଏବେ ଶୁଣ, ଆଚ୍ଛା। ଘଟଣା ହେଲା ବୁଝିଲ। ହଁ ହଁ। ରାମ ରାମ ସୀତାରାମ ଉଚ୍ଚାରଣ କରି ବସିଛନ୍ତି ମାରୁତି ହେ ଚକା। ଚକାସନ ପାରି। ମାତ୍ର ରାମ ନାମ ଗାଉଛନ୍ତି। ହଁ। କେମିତି ଗାଉଛନ୍ତି? ହଁ। ଆମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଥିଲେ, କଣ ବୋଲି? ଚନ୍ଦ୍ରବତ କିରତି ରାମଚନ୍ଦ୍ର, ଇନ୍ଦ୍ର ବିପଦ ହାରି ରାଜ ଇନ୍ଦ୍ର, ସୀତାଂଶୁ ସୀତାମ୍ବୁଜ ମୁଖୀ ସୀତା, ନିତାନ୍ତ ଯାହାର ପ୍ରିୟ ବନିତା, ରଥୀ ମାନଙ୍କ ଶ୍ରେଷ୍ଠ ଦାସରଥୀ, ପଥି
କବନେ ଦତ୍ୟ ପରିପନ୍ଥୀ ଦର ନାଶନ ହାସ ଜିତ ଦର ଧରଣୀ କର ତାକୁ ଦଣ୍ଡ ଧର ହରି ଜିତ ଠାଣି ସାକ୍ଷାତ ହରି କରି କି ଗତି କି ସମାନ କରି କଞ୍ଜ ନୟନ ଚରଣ ପଙ୍କଜ ଭଞ୍ଜ ଉପ ଇନ୍ଦ୍ରର ଦୁଃଖ ଭଞ୍ଜ ବୁଝିଲ ନା ବାବୁ ଆହା ଏଇପରି ଭାବରେ ଡାକୁଛନ୍ତି ହଁ ଏ ସମୟରେ ଆଚ୍ଛା ଦେଖି ମନେ ମନେ ପକ୍ଷୀ ବର ବିଚାରଇ ଏଛାର ବୃଦ୍ଧକୁ ପୃଷ୍ଠେ ନେବାକୁ ବାକୁ ଆଜ୍ଞା ହୋଇ ଯାଉ ଯାଉ ଅଧା ବାଟେ ଜୀବ ୟାର ପ୍ରାଣ ଏହାକୁ ନେବାକୁ ଆଜ୍ଞା ଦେଲେ ନାରାୟଣ ଆଦେଶକୁ ପାଳନ ତ କରିବା ବିଧାନ ତେଣୁ କରି ଡାକିଲେ ହେ ଅଞ୍ଜନା ନନ୍ଦନ ତୁମ୍ଭଙ୍କୁ ଦେଖିବା ପାଇଁ ଇଚ୍ଛା କଲେ ହରି ମୋ ପୃଷ୍ଠରେ ବସ ହେ ଜୀବ ଦ୍ୱାରକାର ପୁରୀ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ହଁ। ନବୀନ ସୁନ୍ଦର ଘନ ବରନ ଶ୍ୟାମ ମୋ ପୃଷ୍ଠରେ ବସ ହନୁମାନ ଜୀବ ଦ୍ୱାରକା ଆଚ୍ଛା ହନୁମାନ ଯେତେବେଳେ ଶୁଣିଦେଲେ ହଁ ଆନନ୍ଦ ହେଇଗଲେ ହଁ ଅଞ୍ଜନା ସୁତ ଶୁଣି ହରସ ବୋଲେ ସଜାগে ବସ ଦେଖିବି ନେତ୍ରେ ଶ୍ରୀ ସୀତାରାମ ଚରଣ କଞ୍ଜ ଦେଶ ଚରଣ କଞ୍ଜ ଦେଶ ଦୁର୍ବଳ କାୟ ଶକତିହୀନ ବସିବା ଯାଏ ମୋହି ହଲିବୁ ଯଦି ମରିବି ପଡ଼ି ମରତେ ହେବୁ ଦ୍ରୋହୀ ମରତେ ହେବୁ ଦ୍ରୋହୀ ଏମନ୍ତ କହି ଆଣ୍ଠୋଇ ହୋଇ ପୃଷ୍ଠେ ତା କଲା ଆସନ ବସି ସଧୀରେ କହଇ ଚାଲ ଉଚାରି ସୀତାରାମ ଉଚାରି ସୀତାରାମ ଗରୁଡ଼ ପୃଷ୍ଠରେ ହନୁମାନ ବସି ପଡ଼ିଲେ ଆଚ୍ଛା। ଜୟ ସୀତାରାମ ବୋଲି ରଡିଟିଏ କରିଦେଲେ ହଁ ନାମ ହନୁ ତନୁ ଗିରି ତା ପୃଷ୍ଠରେ ବିଜେ କରି ଅଟ୍ଟହାସ କଲା ବଳକୁ କି ଭଲା ଡାକିଲା ମନେ ଶ୍ରୀ ହରି ହେ ଆଚ୍ଛା। ଡାକିଲା ମନେ ଶ୍ରୀ ହରି ଡାକି ବଢାଇଲା ତନୁ ତିଳେ ନହଲିଲା ଜାନୋ ଲୋମାଞ୍ଚ ଶରୀର କମ୍ପେ ବାର ବାର ସୀତାରାମ ସ୍ମରେ ହନୁ ହେ ଆଚ୍ଛା। ସୀତାରାମ ସ୍ମରେ ହନୁ କ୍ଷୀଣ ହେଲା ତାର ବଳ ନିସ୍ତେଜ ହୋଇ ବିକଳ ଉତ୍ତରି ଯା ବୋଲି ସ୍ତବ କଲା ଖଗ ନ ସହି ହୋଇ ଆକୁଳ ହେ ଆହା। ନ ସହି ହୋଇ ଆକୁଳ ଡରିଗଲା ଡରିଗଲା ଡରିଲା ତୋର ସରିଲାଣି ଯେତେବେଳେ ହନୁମାନଙ୍କ ଭାର ହଁ ବୁଝିଲ ତ ଆଚ୍ଛା ସେତେବେଳେ ହନୁମାନ କହୁଛନ୍ତି ହଁ। ଦେଖାଇଣ ଆଶା କରୁଛୁ ନିରାଶା ଧର୍ମ ସହିବ କି ତୋତେ ବୃଦ୍ଧ ମାଙ୍କଡ଼ ମୁଁ ନେଇ ନ ପାରୁଛୁ କି ବୀର ବୋଲୁ ଜଗତେ କହ କି ବୀର ବୋଲୁ ଜଗତେ ଦୟା ବହିଛି ତେ ଘେନି ଯା ସେଠାକୁ ପୌରସର ଯିବୁ ତୁହି ତୋ ଯଶ ରହିବ ସାର୍ଥକ ହୋଇବି ଦର୍ଶନ କରିଲେ ମୋହି ଆହା ଦର୍ଶନ କରିଲେ ମୋହି ଗରୁଡ଼ କହିଲେ ଶୁଣିକରି ଆହା ବଳାଓ ନା ବୀର କହେ ଖଗବର ନେଇ ନ ପାରିବି ଲବେ ପଦ ଚଳୁ ନାହିଁ ଡେଣା ହଲୁ ନାହିଁ ଉଡ଼ିବି ବା କେଉଁ ଭାବେ କହ ଉଡ଼ିବି ବା କେଉଁ ଭାବେ ହେ ବୀର ଗରିଷ୍ଠ ମୋ ପିଠିରୁ ଉଠ ଅପନିନ୍ଦା ପଛେ ହେଉ
সহি ন পারই তব ভার আউ মোহর জীবন রহু হে ভাই মোহর জীবন রহু উল্লাই হনুমান খগ পৃষ্ঠরু বলই এড়ে বীর কি কি পাই ভীরু বলই এড়ে বীর কি পাই ভীরু আশা দেখাইবে বেক করু নিরাশা কাহিকি কিয়ে কেবে করিবে আশা কাহিকি কিয়ে কেবে করিবে আশা নেই ন পারু যেবে মতে সে ঠাকুর নেবিরে তোতে বহি মু দ্বার কাকু নেবিরে ততে বহি মু দ্বার কাকু তোর সকল বল মতে তো জনা তো বীরপণ মোর কাখ কুণা তো বীরপণ মোর কাখ কুণা এতে কহি খগকু যাকি কাখরে সীতারাম সুমরি উড়ে প্রখরে সীতারাম সুমরি উড়ে প্রখরে হনুমান কহিলে হ্যাঁ। ତୁମର ବଳ ସବୁ ମତେ ଜଣା ଆଚ୍ଛା। ବୋଲି ହନୁମାନ ଗରୁଡ଼ଙ୍କୁ ଆଣି କାଖରେ ଚିପି ଦେଲେ হ্যাঁ ଚିପି ହେଇଗଲେ ଗରୁଡ଼ আচ্ছা ବୁଝିଲ ତ ଏ ସମୟରେ হুম ଚକ୍ର ଗଦା ଚାହିଁ ହରି কহিলে শোন ହେ ଆୟୁଧ ବେନି ମୋର শুণ হে বচন ଅନେକ ଗୋପନ କଥା সত্য ভামাপুরে ଯାଉଅଛି ବେନି ବୀର জগবে দ্বারে ପ୍ରଥମ ଦ୍ୱାରେ ରହିବେ চক্র ଚକ୍ର সুদর্শন ଗଦାବରଙ୍କୁ କହିଲେ ଦ୍ୱିତୀୟ দ্বিতীয় আপন রাম গোবিন্দ হে গোবিন্দ রাম রাম হ্যাঁ। নবীন সুন্দর ঘন বরণ শ্যাম କହି ପରମ ପୁରୁଷ ଭିତରକୁ গলে জয় রাম হে ବାରକାରେ ହନୁ ଆସି পরবেশ হেলে জয় রাম হে ସିଂହ ଦ୍ୱାରେ ସୁଦର୍ଶନ বুলে ঘন ঘন জয় রাম হে ହନୁ ପ୍ରଭେଶିଲେ ଆସି চক্র সন্নিধান জয় রাম হে আচ্ছা। হরি রাম হে নবীন সুন্দর ঘন শ্যাম হে କହନ୍ତି ମାରୁତି ବୀର ଆହେ ସୁଦର୍ଶନ ପଥ ଦେଲେ ପ୍ରଭୁ ପଦ କରିବି ଦର୍ଶନ আহা ଚକ୍ର କହେ ଆଜ୍ଞାପତ୍ର ପାଇ ନାହିଁ ମୁହିଁ ତେଣୁ ଫେରି ଯାଅ ହେ ହନୁ ଛାଡ଼ି ছাড়ি পারু নাহি প্রভু মতে কহি নাহাନ୍ତି কাহাକୁ ଛାଡ଼ିବା ପାଇଁ ତେଣୁ ତମକୁ ଛାଡ଼ିବିନି ନାହିଁ ଆଚ୍ଛା ଯେତେବେଳେ କହିଦେଲେ ହଁ। ହନୁମାନ କହୁଛନ୍ତି ହଁ। ଦର୍ଶନ ଭିଳା ସେ ମନ ହେଲା ହେଲାଣି ଉଦ୍ବେଗ আহা হে হেলাড়ি উদ্বেগ অবরোধন করিণ দিও হে সুযোগ মতে দিও হে সুযোগ মহাক্রোধবন্ত হই হেলে হনুমান আহা হে হনুমান রথা বহু বিনয়ে কহিলে ন শুনিলে লে কথা আহা ন শুনিলে কথা ଯେତେବେଳେ ବିନୟରେ କହିଲେ ତଥାପି ଚକ୍ର ଶୁଣିଲା ନାହିଁ ହଁ। ସେତେବେଳେ ଭଗବାନଙ୍କର ରୂପକୁ ନାମକୁ ଧରି ହନୁମାନ ମହାକ୍ରୋଧ ହେଲେ আচ্ছা ଦେଖି କରି ମୋ ହାତେଜ ହେଲେ ହନୁମାନ মানসতে হেলে হনুমান ଦେଖିବି ଦେଖିବି ଆରେ ଚକ୍ର সুদর্শন জয় রাম রাম হে গোবিন্দ রাম রাম নবীন সুন্দর হে ঘন বরণ শ্যাম সীতারাম স্মরি হনু বঢ়াইলা নিজ তনু সীতারাম স্মরি হনু বঢ়াইলা নিজ তনু সীতারাম সীতারাম হনু সুম হরিলে আহে হনু সুমরিলে বাম কর অঙ্গুলিକୁ বৃদ্ধি করাইলে জয় রাম রাম হে গোবিন্দ রাম রাম নবীন সুন্দর প্রভু জয় সীতারাম ବୁଝିଲ ହଁ। ଯେତେବେଳେ ସୀତାରାମ କରି ବାମ କର ଅଙ୍ଗୁଳିକି ବଢେଇଲେ
ଆଚ୍ଛା ବେଳକୁ ବେଳକୁ ହେ ଗୁଳି ଅଙ୍ଗୁଳି ଗଲା ବଳି ସୁଦର୍ଶନ ଚକ୍ର ଅଙ୍ଗୁଷ୍ଠୀ ଥିରେ ଗଲା ଗଳି ମୁଦ୍ରିକା ପରାଏ ଅଙ୍ଗୁଷ୍ଠୀ ଥିରେ ରହିଗଲା ସୁଦର୍ଶନ ଭାବିଲା ମୋର ବଡ଼ ବଡ଼ ପଣ ପଣ ଗଲା ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ହଁ। ନବୀନ ସୁନ୍ଦର ଘନ ବରନ ଶ୍ୟାମ ବୁଝିଲ ନା ବାବୁ ହଁ। ମୁଦି ପରି ସୁଦର୍ଶନ ଚକ୍ର ହନୁମାନଙ୍କର ଅଙ୍ଗୁଷ୍ଠୀରେ ରହିଗଲେ ଚକ୍ର ଭିତରେ ଯୋଉ କଣାଟିଏ ଥାଏ ହଁ। ସେଥିରେ ବାଁ ହାତର ଆଙ୍ଗୁଠିରେ ନେଇକିରି ସେ ଭିତରେ ସେ ମାରିଦେଲେ ମୁଦି ପରି ରହିଗଲା ବଡ଼ପଣ ସବୁ ସରିଲା ସେ ସାଧାରଣ କିଏ ତେଣୁକରି ତାଙ୍କ ବଳକୁ ଜାଣି ହଁ। ଯଦୁମଣି ତାଙ୍କୁ ଗାଳି କରିଥିଲେ କଣ କହିଥିଲେ ଥରେ ଯଦୁମଣିକି ଜଣେ ରଜା ଡକେଇକିରି ନେଲେ ହଁ। ଦେବାନଙ୍କୁ କହିଲେ ହେ ଯଦୁମଣିକି ଗୋଟେ ବସା ଘର ଦିଅ ଦିଅ ହେ ଦେବାନ କଣ କଲେ ହଁ। ଗୋଟେ ଛଣ ଘର ନଡା ଘର ଗୋଟେ ଦେଇ ପକେଇଲେ ତାଙ୍କୁ ଗୋଟେ ନଡା ଘରଟି ଦେଇ ପକେଇଲେ ଯଦୁମଣି କଣ କରିବେ ସେ ଘରେ ସିଏ ରହିଗଲେ ହଁ। ହେଲେ ଭଙ୍ଗା ଘର ହେଲା। ନଡା ଘର ହଁ। ସେ ଘରେ ସିଏ ଅଛନ୍ତି ହଁ କେତେବେଳେ କେମିତି ହେଲେ ବର୍ଷା ହେଲେ ସେ ଘରେ ପାଣି ଗଳୁଛି ବୁଝିଲି ଯଦୁମଣି ସେ ଘରକୁ ଟିକେ ଛପର କରିବା ବୋଲି ନଡା ଆଣିକି ଟିକେ ଜାଗ୍ରତ କରୁଛନ୍ତି କାଠୁ ମଗା ଚଚା କରି ଛଣା ଆଣି ମା ଛତ୍ର କରୁଛନ୍ତି ରଜାଙ୍କର ପୁଅ ଯୁବରାଜ ଆଚ୍ଛା। ଏବଂ ଦିବାନ ହଁ। ଆଉ 10-8 ଜଣ ଆଚ୍ଛା। ପାରିଧି କରିବା ପାଇଁ ବାହାରିଲେ ବେଳେ ଉଡିଆ ସମେତ ସେଇ ପଟେକା ଯାଉଛନ୍ତି ଯେତେବେଳେ ଯଦୁମଣିଙ୍କ ଦ୍ୱାର ମୁହଁରେ ପହଞ୍ଚିଲେ ଆହା। ଯଦୁମଣିକି ଦେଖିକିରି ହଁ ଦୂରରୁ ଏମାନଙ୍କୁ ଯଦୁମଣି ଜାଣିଲେ ଯେ ଏମାନେ ସମସ୍ତେ ଆସିଲେଣି ଆସିଲେଣି ମୋର ଏଇ ଅବସ୍ଥା ଚାଳ ଉପରେ ମୋ ଚୁହୁ ପଚାରନ୍ତୁ ହଁ ଦେବାନ ଯାଇ ପଚାରିଲେ ବୋଲେ କଣ ହେ ଯଦୁମଣି କଣ କରୁଛ କଣ ଧନ୍ଦା ଲାଗୁଛ ଇଏ କହିଲେ ଦେଖୁଛ ମୋ ଅବସ୍ଥା ଆଉ ଆହା ଦେବାନ କହିଲେ ତମେ ଦେଖିଲଣି ତମ ଦ୍ୱାରେ କିଏ ଛିଡା ହେଇଛନ୍ତି ବୋଲେ ଯୁବରାଜଙ୍କୁ ଦେଖେଇବାକୁ ଇଆଡେ ଟିକେ ଦେଖ କିଏ ଠିଆ ହେଇଛନ୍ତି ଯଦୁମଣି ବୋଲେ କାହାକୁ ଦେଖିଲେ କଣ ମୋ ପେଟ ପୁରି ଯିବ କିଏ ହଁ। ବାପା ଶଳାର ବୁଦ୍ଧି ଯେମିତି ପୁଅ ଶଳାର ବୁଦ୍ଧି ମଧ୍ୟ ସେମିତି କିଏ କେଡେ କଥାଟା ଯେମିତି ଏ କଥା ଶୁଣିଦେଲେ ହଁ ଯୁବରାଜ ବୋଲି ତ ସାଙ୍ଗେ ସାଙ୍ଗେ ବନ୍ଧୁକ ଟେକିଲେ ତ ଯାଉଥିଲେ ଶିକାରକୁ ହଁ। ବନ୍ଧୁକ ଟେକିଲେ ଆକୁ ଲାଛି ଦେବା ବୋଲି କହିଲେ କେଡେ କଥା ଦେବାନ କହିଲେ ଆଜ୍ଞା ରହନ୍ତୁ ରହନ୍ତୁ ହଁ। ଗୋଟେ ପଣ୍ଡିତ ବୋଲି ଡକେଇଲେ ଗୁଣବନ୍ତ ଲୋକ ଲାଛି ଦେବେ କି ବାପାଙ୍କୁ କହିବା ତାଙ୍କୁ ଏ ରାଜ୍ୟରୁ ହୋଉଡି ଦେବା ଆହା ସାଙ୍ଗେ ସାଙ୍ଗେ ଫେରିଲେ ହଁ। ଯୁବରାଜ ରାଜାଙ୍କୁ କହିଲେ କଣ 5 ମିନିଟ ଭିତରେ ହଁ। ଯଦୁମଣିକି ପିଟିକି ରାଜ୍ୟରୁ ଅନ୍ତର କରିବାକୁ କରିଦିଅ। ପଡ଼ିବ। କାହିଁକି ହଁ। କଣ ବୋଇଲେ ସେ ପଚାର ଆଚ୍ଛା। ସମସ୍ତେ କହିଲେ ଆଜ୍ଞା ବାପା ଶଳାର ବୁଦ୍ଧି ଯେମିତି ପୁଅ ଶଳାର ବୁଦ୍ଧି ସେମିତି ବୋଲି କହିଲେ ଏଇଟା କେଡେ ଲଜ୍ଜାବହ ହେଲା ଏମିତି କହିଲେ ଡାକି ଆଣ ସେ ଯୋ ସଜରେ ଥିବ ଝିକି ଆଣ ଆଚ୍ଛା ସିପାହୀ ମାନେ ଗଲେ ହଁ ଯଦୁମଣି ଗାମୁଛା ଖଣ୍ଡିଏ ପିନ୍ଧି ଗୁଡାକୁ ଧରିକିରି ବନ୍ଧ ଆଡେ ଯିବା ସମୟ ବୁଝିଲି ତାଙ୍କୁ ସେଇ କଡେ ଝିକି ଝିକି ଆଣି ସଭାରେ ଛିଡା କଲେ ରାଜାଙ୍କର ସମ୍ମୁଖରେ ରଜା ପଚାରିଲେ ଯଦୁମଣି ଯଦୁମଣି କହିଲେ ଆଜ୍ଞା ତମେ କାହିଁକି ଆମକୁ ଗାଳି କଲ ଆଚ୍ଛା ଯଦୁମଣି କହିଲେ ଆଜ୍ଞା ଆପଣଙ୍କ ଅନ୍ନ ଜଳରେ ମୁଁ ବଞ୍ଚିଛି ଆପଣଙ୍କୁ ଗାଳି କରିବି କି ଆଜ୍ଞା ମୁଁ ଗାଳି କଲା ପରି ଆପଣଙ୍କୁ ଦିଶୁଛି କି ଦେବାନ କହିଲେ ଆପଣ କହିଲେନି ବାପା ଶଳାର ବୁଦ୍ଧି ଯେମିତି ପୁଅ ଶଳାର ବୁଦ୍ଧି ସେମିତି ବୋଲି ଆପଣ କହିଲେନି ଏଇଟା କହିନାହାନ୍ତି କି ଯଦୁମଣି କହିଲେ ହଁ ଆଜ୍ଞା ମୁଁ ଏ କଥା କହିଛି ଆଜ୍ଞା କୋଉଥିପାଇଁ କହିଲି ଏଇଟା ଟିକେ ବାପା ବୁଝୁନାହାନ୍ତି। ହଉଛନ୍ତି ପବନ ହଁ। ପୁଅ ହଉଛନ୍ତି ମାଙ୍କଡ ମାଙ୍କଡ ଆପଣଙ୍କର ଯୋଉ ମତେ ବସା ଘର ଦେଲେ ନଡା ଘରୁଟା ହଁ। ସେଇଟାକୁ ମାଙ୍କଡ ମାନେ ଉଲାରି ଦେଲେ ଉଲ୍ଲାରି ଦେଲେ ଛଣ କାଢିଦେଲେ ହଁ। ପବନ ସଳା ସେ ନଡା ଅଣ୍ଡା କୁଆଡେ ଉଡେଇକି ନେଇଯାଇଛି ଏ ହେ ହେ ପବନ ଶଳାର ବୁଦ୍ଧି ଯେମିତି ମାଙ୍କଡ ଶଳାଙ୍କର ବୁଦ୍ଧି ସେମିତି ବୋଲି ସେମାନଙ୍କୁ ସିନା ଗାଳି କଲି କଥାଟା ମହାରାଜାଙ୍କର ଅନ୍ନ ଜଳରେ ଜୀବନ ଗଢା ହେଇଛି ମୁଁ ଆପଣଙ୍କୁ ଗାଳି କରିବି କି ଆଜ୍ଞା କେଡେ ବଡ କଥାଟି ହସିଦେଲେ ରଜା ବୋଲେ ଆହା ଆହା କି ଆହା। ସୁନ୍ଦର ଉଦାହରଣ ହଁ। ଆପଣଙ୍କ ଭଳିଆ ପଣ୍ଡିତଙ୍କର କଥା ଏମାନେ କଣ ବୁଝିବ ଆସନ୍ତୁ ଆସନ୍ତୁ ଆସନ୍ତୁ। ଆସନଟା ଆଣିଲେ ପାଖରେ ବସେଇଲେ ହଁ। କହିଲେ ବୋଲେ ଆପଣଙ୍କୁ ନଡା ଘର ଦେଇଛନ୍ତି ଦିଆହେଇଛି। ଆଜ୍ଞା ହଁ। ନାଇଁ 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 ଆପଣ ଛାତ ଘର ରହିବେ ଦେବାନ ତାଙ୍କୁ ଗୋଟେ ଭଲ ଘରଟେ ଦିଅ ଆଦେଶ ହେଇଗଲା ଗାଳି କରିକିରି ମଧ୍ୟ ଛାତ ଘର ଗୋଟେ ମିଳିଲା ଆନନ୍ଦରେ ଯଦୁମଣି ରହିଲେ ଓହୋ। ବୋଲେ ସେ ବାପା ଶଳା ଯେମିତି ପୁଅ ଶଳା ସେମିତି ବୋଲିବାର ସେମିତି ହଁ। ଏ ହନୁମାନଙ୍କର ଏ ବଳ ବଳ। ଇଏ ପବନ ପୁତ୍ର ଇଏ- ଇଏ ପାଇଟି ଛିଡେଇ ଦେଲେ ଚକ୍ରକୁ ଆଙ୍ଗୁଠିରେ ମୁଦି ପୁରି ରଖିଦେଲେ ଘରକୁ କାଖରେ ଜାକି ରଖିଛନ୍ତି ଆଉ। ରଖିଛନ୍ତି ଆଚ୍ଛା ବୁଝିଲ ନା ହଁ ଦେଖିଲେ ଦ୍ୱିତୀୟ ଦ୍ୱାରେ ଛନ୍ତି ଗଦାବର ତାଙ୍କୁ ଆଦରେ କହିଲେ ପବନ କୁମାର ନିଜ ପ୍ରଜ୍ଞା ଦେଖାଇଣ ଗଦା ହେଲା ଠିଆ ଦେଖି ହନୁମାନଙ୍କର ହରିଗଲା ହିଆ ରାମ ସୁମରଣା କରି କର ବଢାଇ ଇଲେ ବେନି ଗଦା ଧରି ସତ୍ୟ ସତ୍ୟ ଭାମାପୁରେ ହେଲେ ସୀତାରାମ ସ୍ମରଣା କରି ଆର ଗଦା ଟିକେ ଏ ତ ଗୋଟେ ଗଦା ଧରିଥିଲେ ଧରିଥିଲେ। ଆର ଗଦା ଟିକେ ଧରି ପକେଇଲେ ହଁ। ଯୋଡ଼କା ଜାଗା ଗଦା ଗୋଟା ହାତରେ ଧରି ଧରି ଗରୁଡ଼କୁ କାଖରେ ଜାକି ହଁ। ସତ୍ୟଭାମାଙ୍କପୁର ଯାଇକି ହନୁମନ୍ତ ପହଞ୍ଚି ଗଲେ ବସିଗଲେ ଆଚ୍ଛା ଦେଖିଲେ ସାରଙ୍ଗ ଧର ଛନ୍ତି ସାରଙ୍ଗରେ ସାରଙ୍ଗ ବଦନା ମଣ୍ଡି ବାମ ପାରୁଷରେ କଣ ତିନିଟା ସାରଙ୍ଗ 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 ତିନିଟା ଲାଗିଲା ଅର୍ଥଟା ବୁଝିଲେ ହବ ନା କଣ କହୁନ ସାରଙ୍ଗ ବଦନା ହଁ। ସାରଙ୍ଗ ବଦନ ଯେ ଚନ୍ଦ୍ର ବଦନୀ ଓହୋ
ସାରଙ୍ଗ ବଦନା ବସିଛନ୍ତି। ହଁ କେଉଁଠି ବସିଛନ୍ତି ନା ସାରଙ୍ଗ ପରେ ଓହୋ। ସାରଙ୍ଗ ଯେ ପଲଙ୍ଗ ପଲଙ୍ଗ ପରେ ବସିଛନ୍ତି ଆହା ହା ହା। ଏବଂ ବାମ ପାରୁଷରେ ମଣ୍ଡନ କରି ଅଛନ୍ତି ସାରଙ୍ଗ ମୁଖୀ। ଆଚ୍ଛା ପଦ୍ମମୁଖୀ ପଦ୍ମମୁଖୀ। ତିନିଟା ସାରଙ୍ଗର ତିନିଟା ବୁଝିବ ଲୋକ ବୁଝିବ ଆଉ କି? ବେ, ଚଞ୍ଚଳ ପୁଞ୍ଜି ଏହା କରିଦେ ଏହାଟା ହେଲେ ଏହାଟା ପଳେଇବ ବୋଲିକି ମଦନ ମିଶ୍ର କହିଥିଲେ। କଣ ଏହାଟା କରିଦେ ଏହାଟା କରିଦେ। ବୋଲେ ବେକି ପରା ପୁଞ୍ଜି ରାନ୍ଧି ଦେଲେ ହଁ। ଖାଇ ପକେଇବି ଉଛର ହେଲେ ଗାଡ଼ିଟା ପଳେଇବ। ଆଚ୍ଛା। ତରବର ହେଇ ତାଙ୍କ ଭାର୍ଯ୍ୟା କହିଲେ ବୋଲେ ହଇଲୋ ହଁ। ଟିକେ ସକାଳୁ ଉଠିକିରି ହଉ ପରା ଏହାଟା କରିଦେବୁ ଏହାଟା ହେଲେ ଏହାଟା ପଳେଇବ। ବୋଲେ ତା ଭାର୍ଯ୍ୟା ଏକା ବୁଝିଲା ତିନିଟା ଏହାର ଅର୍ଥ ତା ଭାର୍ଯ୍ୟା ଏକା ବୁଝିଛି ସେମିତି ତମ ସାରଙ୍ଗ କଥା ମୁଁ ଏକା ବୁଝିଲି ଆଉ। ହେଲା ହେଲା ଜଗତ ମଧ୍ୟ ବୁଝିବା ବାଟ ଅଛି। ଆଚ୍ଛା, ତେବେ ଆଚ୍ଛା। ଦେଖ ହଁ। ନ ଦେଖି ସୀତାରାମଙ୍କୁ ହନୁ ହେଲେ ଛିଡ଼ା ତନୁଟି ତାହାଙ୍କ ଦିଶେ ପୂର୍ବ ପରି ବୁଢ଼ା। ସେହି ବୁଢ଼ା ମାଙ୍କଡ଼ ରୂପରେ ଏକ ହନୁମାନ ଦର୍ଶନ ଦେଲେ। ଆଚ୍ଛା କିନ୍ତୁ ବାବୁ ହଁ। ଦେଖି ତାଙ୍କୁ ସତ୍ୟଭାମା ପୁଛିଲେ ଶ୍ରୀ ହରି ଆହା ହେ ପୁଛିଲେ ଶ୍ରୀ ହରି ଏ ବୃଦ୍ଧ ମଙ୍କଡ଼ କି ପା ଆସିଲା ଏ ପୁରୀ ଶ୍ରୀକୃଷ୍ଣ କହନ୍ତି ଶୁଣ ଆଗ ସତ୍ୟ ଭାମା ଶୁଣ ଗୋ ଆହୋ ସତ୍ୟ ଭାମା ମହାଭକ୍ତ ମହାବଳୀ ଏ ହନୁ ମହାମନା ଏ ପରା ମହାଭକ୍ତ ମହାବଳୀ ଭକ୍ତ ମହାବଳୀ ହଁ। ହନୁମାନ ଆସିଛନ୍ତି ଘରକୁ ଶୁଣି ସକ୍ରାଜିତ ଯେ ମାମୁରୁଖି କି ହସିଲେ ମହାଭକ୍ତ ମହାବଳୀ କହ କି ପ୍ରକାରେ ଜଗତ ଜୀବନ ବୋଲି ବାନା ଉଡ଼େ ଯାର ତାଙ୍କୁ ଛାର ମାଙ୍କଡ଼ ଏ ନୋହିଲା ଜୁହାର ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ହଁ। ନବୀନ ସୁନ୍ଦର ଘନ ବରନ ଶ୍ୟାମ ଆପଣ କେମିତି କହୁଛନ୍ତି ମହାଭକ୍ତ ମହାବଳୀ ଛାର ମାଙ୍କଡ଼ଟିଏ ଭଗବାନଙ୍କୁ ଯେବେ ଛିଡ଼ା ହେଇଛି କାହିଁ ହାତ ଟେକୁନି କି ଜୁହାର କରୁନି ଭଗବାନ ହସିଦେଲେ କହିଲେ ସଖୀ ସେପରି ନୁହେଁ। ଆଚ୍ଛା ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣ କହନ୍ତି ବୁଝାଇ ଆଗ ସକ୍ରାଜିତ ଯେ ଯେ ମା ଶୁଣ ମନ ଦେଇ କୋଟି ବ୍ରହ୍ମା କୋଟି ବିଷ୍ଣୁ କୋଟି ମହେଶ ମହେଶ୍ୱର ଜୟ ରାମ ହେ ହେଲେ ମଧ୍ୟ ହନୁମାନ ନୋହିବ ଜୁହାର ଜୟ ରାମ ହେ ଯେବେ ସୀତାରାମ ମୂର୍ତ୍ତି କରି କରିବ ଦର୍ଶନ ଜୟ ରାମ ହେ କର ପତ୍ର ଯୋଡ଼ିବ ଏ ଅଞ୍ଜନା ନନ୍ଦନ ଜୟ ରାମ ହେ ହଁ। ନବୀନ ସୁନ୍ଦର ଘନ ଶ୍ୟାମ ହେ ହୁଅ ସୀତା ହେବି ମୁହିଁ ଦଶରଥ ସୁତ ସୁତ ହେ ରାମ ଭଜ ଗୋବିନ୍ଦ ରାମ ହନୁମନ୍ତ ବାଞ୍ଛା ପୁରୁ କରି ପ୍ରଣିପାତ ନିପାତ ହେ ରାମ ଜୟ ରାମ ଭଜ ଗୋବିନ୍ଦ ରାମ ସତ୍ୟଭାମା ବୋଲନ୍ତି ସୀତା ଏଡ଼େ କି ସୁନ୍ଦରୀ ହେ ରାମ ଜୟ ରାମ ଭଜ ଗୋବିନ୍ଦ ରାମ ମୁଁ ସୁନ୍ଦରୀ ହେଲି କି ପ୍ରଭୁ ଗିରିଧାରୀ ହେ ରାମ ଜୟ ରାମ ଭଜ ଗୋବିନ୍ଦ ରାମ ଲଙ୍ଗଳ ମୁନରୁ ଜନ୍ମି ସୁନ୍ଦରୀ ହୋଇଲା ହେ ରାମ ଜୟ ରାମ ଭଜ ଗୋବିନ୍ଦ ରାମ ରୂପ ଜନ୍ମ ବୃତ୍ତାନ୍ତ ମନ୍ଦ କି ହୋଇଲା ହେ ରାମ ଜୟ ରାମ ଭଜ ଗୋବିନ୍ଦ ରାମ କହି ସତ୍ୟଭାମା ଅଭିମାନ ମାନଙ୍କୁ ଭଜିଲେ ହେ ରାମ ଜୟ ରାମ ଭଜ ଗୋବିନ୍ଦ ରାମ ପର ଧରି କୃଷ୍ଣ ଚନ୍ଦ୍ର ମଧୁରେ ମଧୁରେ ଭାସିଲେ ହେ ରାମ ଜୟ ରାମ ଭଜ ଗୋବିନ୍ଦ ରାମ ସତ୍ୟଭାମା କହିଲେ ପ୍ରଭୁ ଆଚ୍ଛା ଲଙ୍ଗଳ ମୁନରୁ ଜନ୍ମି ସେ ଏଡ଼େ ସୁନ୍ଦର ହେଇଗଲା ମୋର ଜନ୍ମ ବୃତ୍ତାନ୍ତ ମନ୍ଦ ହେଇଗଲା କି? ଋଷିହର ଝିଅଟେ ଲଙ୍ଗଳ ମୁନରୁ ଜନ୍ମ ହେଲା ସୀତା ବଡ଼ ସୁନ୍ଦରୀ ଯେ ତାର ଭଳିଆ ମୁଁ ରୂପ ହେବି ତାର ଭଳିଆ ମୁଁ ହଉନି ବୋଲିକିରି ଆପଣ କହିଲେ ମତେ ବଡ଼ ଦୁଃଖ ଲାଗିଲା। କଣ ବୋଲି କହିଲେ ସତ୍ୟଭାମା? ହଁ ସତ୍ୟଭାମାଙ୍କ ମନୋଭାବ ଜାଣି ଚକ୍ର ପାଣି ପାଣି ହେ ଜାଣି ଚକ୍ର ପାଣି ବାରତା ଦେଇ ଡକାଇ ଆଣିଲେ ରୁକୁଣି ଭୀଷ୍ମଙ୍କ ନନ୍ଦିନୀ ଆସି ପାଶେ ସେ ଉଭା ହେଲେ
ରୁକ୍ମିଣୀଙ୍କୁ ଚାହିଁ ହରି ହର ସେ ଭାସିଲେ ହର ସେ ଭାସିଲେ ଦର୍ଶନ ପାଇଁ ଆସିଛନ୍ତି ହନୁମାନ ବହୁ ବେଳୁ ଭାସି ପବନ ନନ୍ଦନ ପବନ ନନ୍ଦନ କୃଷ୍ଣ କହିଲେ ଗୋ ସତ୍ୟଭାମା ଆହା ଏ ପବନ ପୁତ୍ର ହନୁମାନ ବହୁ ବେଳରୁ ଆସି ଉଭା ହେଇଛନ୍ତି ଆଚ୍ଛା ରୁକ୍ମିଣୀ ରାଣୀ କହନ୍ତି ଯୋଡ଼ିବେନି କର କର ଜୟ ରାମ ହେ ସୀତା ରୂପ ହୋଇବି କି ଏଡ଼େ ଭାଗ୍ୟ ମୋର ଜୟ ରାମ ହେ କହନ୍ତି ଶ୍ରୀକୃଷ୍ଣ ମୁଁ ମଧ୍ୟ ହୋଇବି ରାମ ଜୟ ରାମ ହେ ଦର୍ଶନ କରୁ ହନୁ ପୁରୁ ମନସ୍କା କାମ ଜୟ ରାମ ହେ ହରି ରାମ ହେ ହଁ। ନବୀନ ସୁନ୍ଦର ଘନ ଶ୍ୟାମ ହେ କହିଲେ ଏଡ଼େ ମୋର ଭାଗ୍ୟ ଅଛି ମୁଁ ସୀତା ହେବି ଆହା ଭଗବାନ କହିଲେ ଅନେକ ବେଳରୁ ଆସିଛନ୍ତି ତୁମେ ସୀତା ହୁଅ ଆହା ବୁଝିଗଲ ତ ହଁ ହଁ କଣ ବୁଝିଲ ସେଇ ରୂପ ହୁଅ ବୋଲି କହିଲେ ସେଇଭଳି ଆଉ ଗୋଟେ ରୂପ ହୁଅ କଣ ସେ ରୂପ ଡୁପ୍ଲିକେଟ ଡୁପ୍ଲିକେଟ ଓ କଣ କାଳେ ସୀତା ଥିଲେ ତାଙ୍କ ଭଳିଆ ତମେ ଏବେ ରୂପ ବୋଲି ବୋଲେ ଭେଜାଲ ଯୁଗ ବର୍ତ୍ତମାନ ସେଇ ଭଳିଆ ଗୋଟେ କରିଦିଅ ବୋଲି କହିଲେ ଏଇଟା ଭେଜାଲ ଯୁଗ ସବୁ କଥା ଭେଜାଲ ହେଇଗଲାଣି ବାବୁ କେମିତି? ଯୋଉ ଖାଦ୍ୟ ଜିନିଷ କିଣିବ ସେଥିରେ ସବୁ ଭେଜାଲ ହଁ କେବଳ ଭେଜାଲ ନ ହେଇକିରି ଡୁପ୍ଲିକେଟ ନ ହେଇକିରି ହଁ। କେବଳ ଅଣ୍ଡା ରହିଛି ଯୋଉଦିନ ଅଣ୍ଡାକୁ ମଧ୍ୟ ଭେଜାଲ କରିବାର ବ୍ୟବସାୟୀ ମାନେ ଜାଣିଯିବେ ଆଚ୍ଛା ସେଦିନ ଅଣ୍ଡା କଣା କରି ତା ରସ ବାହାର କରି ତାଙ୍କ ପିଲାଙ୍କୁ ଖୋଇଦେବେ ବୁଝିଲି ତାଙ୍କ ପିଲାଙ୍କର ସିଙ୍ଗାଣି ତାହିରେ ଭର୍ତ୍ତି କରି ମଧ୍ୟ ବଜାରରେ ବିକ୍ରି କରିଦେବେ ଏମିତି ମଧ୍ୟ ହେଇଗଲାଣି ଲୋକ ମଧ୍ୟ ଖାଇବେ ବୋଲି ଭାଇ ଏ ଅଣ୍ଡାଟା ଏମିତି କ'ଣ ଲାଗିଲା ହଁ। ସିଏ ବୋଲେ ବାବୁ ଏ ବୈଜ୍ଞାନିକର ଯୁଗର ଅଣ୍ଡା ଏଥିରେ ଭିଟାମିନ୍ ବି ଅଛି ଖାଇଦିଅ ବୁଝିଲି ଭଲ ଅଣ୍ଡା ରହିଯିବ ଏ ସିଙ୍ଗାଣି ଅଣ୍ଡା ମଧ୍ୟ ଲୋକେ ଖାଏ ସବୁ ଡୁପ୍ଲିକେଟ ଏବେ ଦେଖୁନାହାନ୍ତି କଣ ଆପଣ ଏବେ ଯେଇ କମ୍ପାନୀରେ ରେକର୍ଡ କରୁଛନ୍ତି ହଁ। ଏ ଗୋଟିଏ ରେକର୍ଡକୁ ଲୋକେ କିଏ କିଣିକିରି ଗୋଟେ କିଳାପତି ରେକର୍ଡ ବ୍ୟବସାୟୀ ମାନେ ଅଛନ୍ତି ଆହା। ତାର କପି କରିଦେଇକିରି ହଁ। ବଜାର ନେଇକିରି ବିକିଦେବେ ବିକିଦେବେ। କିନ୍ତୁ କହିବେ ହଇ ଏ କାହିଁ ରେକର୍ଡଟା କାହିଁ ଭଲ ଶୁଭିଲାନି ହଁ। କାହିଁ ଗାୟକର ପ୍ରକୃତ କଣ୍ଠ ଆସିଲାନି ଆହା। କୁଆଡୁ ଆସିବ ସେ ତ ଓରିଜିନାଲ ରେକର୍ଡ କିଣିନି ହେଲେ- ଏ ଯୋଉ କପି କରି କିଳାପତି ମାନେ ସବୁ ରେକର୍ଡ କରିକି ଯୋଉ ବିକ୍ରି କରୁଛନ୍ତି ଖଳ ସେଥିରୁ ପ୍ରକୃତି। ଯେ ଗୋଟେ ଜାଲ କରି କିଏ ଗୋଟେ କରିଥିବ ଅର୍ଥଲୋଭୀ ଗୋଟେ କିଏ ସେ ହେଲା। ସେ ରେକର୍ଡ ଆଉ କଣ ସୁନ୍ଦର କିରି ବାଜିବ କି ହେଲେ ଅରିଜିନାଲି ବୋଲି ଜାଣିବ କେମିତି ବୁଝିଛ ନା ବାବୁ ସେ କଥା କଣ ମଫସଲ ଲୋକ ଜାଣିବେ କେମିତି କଣ ଥିବ ବୋଲି ତମେ ଟିକେ କହୁନ ଅଛି ଅଛି କଣ ଅଛି? ଯେଉଁ କେସେଟଟି ଆମେ କିଣିବା ଆଚ୍ଛା। ତାର ପଛପଟେ ହଁ। ଲେଖା ଯାଇଥିବ ଯେଇ ଆହା। ତାଙ୍କର ଠିକଣା ଆହା। ତା ଭିତରେ ଜଗନ୍ନାଥଙ୍କର ରୂପ ଓହୋ। ଇତ୍ୟାଦି ଇତ୍ୟାଦି ସବୁ ଯାକ ପ୍ରାଞ୍ଜଳରେ ପରା ଲେଖା ଯାଇଛି ସେମିତି ହେଲେ ଠିକ ପ୍ରକୃତ ଓରିଜିନାଲ କେସେଟ ସେମାନଙ୍କୁ ଜଗନ ସେଇ କମ୍ପାନୀରେ ମିଳିବ ହଁ। ଆଚ୍ଛା ତେଣୁ ଡୁପ୍ଲିକେଟ ହେଲା ବୋଲି ମୁଁ କହିଦେଲି ନାହିଁ ନାହିଁ ଆଉ ଗୋଟେ କଥା ଜାଣିଥ ଏଥିପାଇଁ ପରା ଆଗରୁ ହେଇଛି ଆଚ୍ଛା ଆଗରୁ କଣ ହେଇଛି ବୁଝିଛ କଣ ହେଇଛି ଏଥିପାଇଁ ଆମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଛନ୍ତି କଣ ରୁକ୍ମଣୀ ସୀତା ଏକ ରୂପ ହେବେ ବୋଲି ହେବେ ବୋଲି କେମିତି କେମିତି ହେଇଛି ବୁଝିଛ ହଁ ବିଦଗଧ ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଥିବାର ଏ ଦେହେ ବିଳାସିନୀ ନ କରିବି ଆନକୁ ବୋଲି ଛୁଇଁ ଦୀପ ହୁତାସନକୁ ବୈଦେହୀ କେଶୁ କାଢ଼ି କେତକୀ ବନ লিখিত পছি কস্তুরি কি বলি নাহি আজ যায় আনে তো বড়াইবি জন্মে জন্মে মোচিত বড় মণ্ডপরু জীব বাহুড়ি বার্তা বহে তুম্ভঙ্কু নেবি লোড়ি বার্তা বহে তুম্ভঙ্কু নেবি লোড়ি এই কথা পরা কহিছিলে আহা তেণু তাহা মধ্য দ্বাপর যুগরে ফলিলা হ্যাঁ নুহে কি হ্যাঁ। রুক্মিণী হরণের চরিত রহিছি রুকুণী একা তো ভকত জীবন ভকত নিমন্তে তোর শঙ্খ চক্রে চিহ্ন শঙ্খ চক্রে চিহ্ন রুক্মিণী হুয়ন্তে সীতা দেখি দেখি হনুমন্ত গদা বেনির
ରଖି ତଳେ কলে প্রণিপাত কলে প্রণিপাত একা তু ভকত জীবন সীতারাম স্মরি হনু করকু যোড়িলে করকু ଯୋଡ଼ନ୍ତେ ଗରୁଡ଼ কাখরু খসিলে একা তু ভকত জীবন জয় সীতারাম ବୋଲି তনু শোভা কলা দেখি সত্য ভামাଙ୍କର অভিমান অভিমান গলা একা তু ভকত জীবন আয়ুধ গণ কহନ୍ତି গর্ব কল সুর গৌরব গঞ্জন হরি করুণা করুণা সাগর একা তু ভকত জীবন বুঝিল না বাবু হ্যাঁ ସମସ୍ତେ କହିଲେ ଆମ୍ଭର ଗର୍ବ ଚୂର୍ଣ୍ଣ ହେଇଗଲା আচ্ছা ହନୁମାନ କରପତ୍ର ଯୋଡ଼ି ରାମ ସୀତାଙ୍କୁ ଦର୍ଶନ କରି ଭଜନ କରୁଛନ୍ତି হ্যাঁ କଣ ବୋଲି ଭଜନ କଲେ হুম ଜାନକୀ ଜୀବନ শ্রীরাম জানকী জীবন ଶ୍ରୀରାମ জানকী জীবন ମୋତେ କର ତ୍ରାଣ কঞ্জলোচন জানকী জীবন শ্রীরাম জানকী জীবন ଏ ଭବ ସାଗରେ ପଡ଼ିଣ সরি যাউଅছি এদিন ଏ ଦାସର আর্ত শুনিণ এ দাসর আর্ত শুনিণ ରକ୍ଷା কর শ্যামল বরণ ଧନୁ ଧରିଣ ଋଷି ସଙ୍ଗେଣ যাই যজ্ঞଙ୍କୁ কল বহন ধনু ধরিণ ঋষি সঙ্গেণ যাই যজ্ঞଙ୍କୁ কল বহন ଓହଲା ତାରିଣ ଧନ କପୁରଣ ଶିବ ଧନୁ କଲ ଭଞ୍ଜନ সীতা বিবাহেল রামচন্দ্র জানকী জীবন ভীমর ত্রাণ কঞ্জলোচন জানকী জীবন ବୁଝିଲ ନା ବାବୁ সীতাଙ୍କୁ বিবাহ ହେଇଗଲେ ହେଇଗଲେ ଆଚ୍ଛା। ତାପରେ କଣ ହେଇଛି ହୁଁ। ପିତୃ ସତ୍ୟ ବନେ ଯାଇଣ ব্রহ্মচারী বেশকু ধরিণ ପଞ୍ଚବଟିରେ ବାସ করিণ পঞ্চবট ବଟିରେ বাস করিণ ଘୋର ଦୂଷଣ রাক্ষস বধিণ ବୈଦେହୀଙ୍କୁ ତହିଁ ହରାଇଣ জটায়ু মুখুর বারতা পাইণ বৈদেহীଙ୍କୁ তহি হরাইণ জটায়ু মুখুর বারতা পাইণ ବୁଲି ବୁଲିଣ ଘୋର ବନ ସୁଗ୍ରୀମିତ୍ର କଲ ରାଜନ বালি বীর কল নিধন জানকী জীবন শ্রীরাম জানকী জীবন ଜାନକୀ ହରଣ ହେଇଗଲା আহা ତାପରେ କଣ କରିଛନ୍ତି হ্যাঁ ଅଗାଧ ସମୁଦ୍ର বান্ধিণ ଅଗାଧ ସମୁଦ୍ର বান্ধিণ ହନୁ ଆଦି ସଙ୍ଗେ ଘେ নিণ ଲଙ୍କାକୁ কল গমন লঙ্কাকু কল গমন
ସୁବଳ ଓୟା ପର୍ବତେ ରହିଣ ଘୋର ଯୁଦ୍ଧରେ ରାବଣ ମାରିଣ ବିଭୀଷଣ କଲ ରାଜନ ଘୋର ଯୁଦ୍ଧରେ ରାବଣ ମାରିଣ ବିଭୀଷଣ କଲ ରାଜନ ଘୋର ଯୁଦ୍ଧରେ ରାବଣ ମାରିଣ ମାରିଣ ବିଭୀଷଣ କଲ ରାଜନ ଜନକ ନନ୍ଦିନୀ ସୀତା ସଙ୍ଗେ ଘେନି ନିଜ ରାଜ୍ୟ କଲ ଗମନ ଅଯୋଧ୍ୟାରେ ହେଲ ରାଜନ ଜାନକୀ ଜୀବନ ଶ୍ରୀରାମ ଜାନକୀ ଜୀବନ ମୋତେ କର ତ୍ରାଣ କଞ୍ଜଲୋଚନ ଜାନକୀ ଜୀବନ ଯେତେବେଳେ ସମସ୍ତେ ପ୍ରାର୍ଥନା ଏହିପରି କଲେ ଆହା ହେ ପ୍ରଭୁ ଧାର କରନ୍ତୁ ତବ ମାୟା କେ ଜାଣିବ ଯାର ଅନ୍ତ ଅନ୍ତ ନାହିଁ ଚାରି ମୁଖେ ବର୍ଣ୍ଣନା ନ କରି କରିପାରେ ବି ଚିହ୍ନିଲୁ ପ୍ରଭୁ ଗୌରବ ଗଞ୍ଜନ ବାନାଙ୍କୁ ଆୟୁଧ ମାନେ ନ ମିଳେ ଶ୍ରୀ ହନୁ ମାନଙ୍କୁ ରାମ ଗୋବିନ୍ଦ ବୁଝିଲ ତ ବାବୁ ଆହା ଯେତେବେଳେ ଜଣାଣ କରିଦେଲେ ହଁ ସମସ୍ତେ ଯାଇ ପ୍ରଭୁଙ୍କର ପାଦ ତଳେ ପଡ଼ିଗଲେ ଏମାନେ ସବୁ ହଁ ଏ ଚକ୍ର ଗଦା ଗରୁଡ଼ ସବୁ ଗୋଡ ପଡ଼ିଗଲେ ନାହିଁ ନାହିଁ ଗରୁଡ଼ ତ କାଖ ତଳେ ଥିଲେ ଆହୁରି ଖସିନାହାନ୍ତି ପଡ଼ିଗଲେ ଜୁହାର ଯେତେବେଳେ କଲେ ପିଟି ହେଇ ପଡ଼ିଗଲେ ବା ଜେରେ ଡରିଲା ଆଉ ତୋର ସରିଲାଣି ପରା କଣ କଣ ଡରିଲା ଆଉ ତୋର ଥରେ ସରିଲା? ଶୁଣି ଗୋଟେ ମୌଜ କଥା କେମିତି ହେଲା କଣ ଥରେ ଯୋଉ କଟକ ବ୍ରହ୍ମପୁର ଏକ୍ସପ୍ରେସ ବସ୍ ଗୁଡାକ ଅଛି ହଁ ସେ ବସରେ ମୁଁ ଥରେ ବସିଥିଲି ଆଚ୍ଛା ଆଉ ଜଣେ ଭଦ୍ରଲୋକ ଫ୍ରଣ୍ଟ ସିଟ୍ ରେ ବସିଛନ୍ତି ବସିଛନ୍ତି। ତାଙ୍କ ଦୁଇ ପ୍ରାଣୀ ତାଙ୍କର 5ଟି ପିଲା ଆଚ୍ଛା ତାଙ୍କ ପଛକୁ ଆର ସିଟ୍ ରେ ଆଉ ଭଦ୍ରଲୋକ 3 ଲୋକ ବସିଛନ୍ତି ସେ ମଧ୍ୟ ଯିବେ ବସ୍ ଛାଡ଼ିଦେଲା ହଁ ଅଧା ବାଟ ଯାଇଛି ବସ୍ ଆହା ସେଥିରେ ପଛରେ ବସିବା ଲୋକ ଗୋଟେ ସିଗାରେଟ ଖୋର ଥାଏ ଆଚ୍ଛା। ସେ ସିଗାରେଟ ଲଗେଇଲା ସିଗାରେଟ ଟାଣିଲେ ଧୂଆଁ ଛାଇଲେ ସେ ଧୂଆଁ ଯେତେବେଳେ ଆଗକୁ ଗଲା ଆହା। ଏ ଯୋଉ ପ୍ରଥମ ସିଟ୍ ରେ ବସିଥିଲେ ଭଦ୍ରଲୋକ ତାଙ୍କ ଯୋଉ ସ୍ତ୍ରୀ ମହିଳା ସେ ବସିଥିଲେ। ମୁହଁରେ ଲୁଗା ଶାଢ଼ୀଟି ଦେଇ ପକେଇଲେ ଆଚ୍ଛା ପଚାରିଲେ ତାଙ୍କ ସ୍ୱାମୀ କହିଲେ ବୋଲେ ହଇଏ ହଇଏ। ସେ ଭଦ୍ରଲୋକ ସିଗାରେଟ ଟାକୁ ଲିଭେଇ ଦିଅନ୍ତୁ ବନ୍ଦ କରିଦିଅନ୍ତୁ ହଁ। ନାଇଁ ନ ହଉ ମୋର ବାନ୍ତି ହେଇଯିବ ସେ ଧୂଆଁ ବାଜିଲେ ମୋର ବାନ୍ତି ହଉଛି ଯେହେତୁ ସିଗାରେଟ ଧୂଆଁ ବାଜିଲେ ତାଙ୍କର ବାନ୍ତି ସେ ହୁଏ। ଭଦ୍ରଲୋକ ଉଲିକିରି ପଛକୁ ଚାଲିଲେ ବୋଲେ ହଇ ବାବୁ ହଇଏ ବାବୁ ଆପଣ କୁଆଡେ ଯିବେ ସେ କହିଲେ ମୁଁ ବ୍ରହ୍ମପୁର ଯିବି ଆହା ଆପଣ ଟିକେ ଜାଣୁନାହାନ୍ତି ଗାଡି ଚାଲୁଛି ଆପଣ ସିଗାରେଟ ଟେ ଖାଉଛନ୍ତି ଏଇଟା କଣ ଏ ଧୂଆଁ ବାଜିଲା ମାତ୍ରେ ମୋ ସ୍ତ୍ରୀରେ ବର୍ତ୍ତମାନ ବାନ୍ତି ହେବାକୁ ବସିଲାଣି ଅନ୍ୟ ଲୋକ ମଧ୍ୟ ଖରାପ ଲାଗିବ ବସ୍ ଚାଲିଲା ବେଳେ କେବେ କିଏ ସିଗାରେଟ ଖାଆନ୍ତି ଓଲିଲେ କଣ ଖାଇଲେ ହେନ୍ତାନି କି ଦେଖୁନାହାନ୍ତି ଆଗରେ କଣ ଲେଖା ହେଇଛି ଆପଣ ପଢୁନାହାନ୍ତି ହଁ ସେ ଲୋକଟା ଲେଖା ଦେଖିଲା ଯେ ଆଗରେ ଲେଖା ହେଇଛି ଧୂମ୍ରପାନ ନିଷେଧ ଧୂମ୍ରପାନ ନିଷେଧ ଏ ବେଲା କଣ କରିବା ଭାଇ ମୋର ଅଭ୍ୟାସ ହେଲା ବୋଲି ଖାଇଦେଲି ପ୍ରକୃତିରେ ଲେଖା ହେଇଛି ଲେଖାଟା କଣ କାର୍ଯ୍ୟକାରୀ ହଉଛି କି ହଁ ଆପଣ ଯୋଉ ସିଟ୍ ରେ ବସିଛନ୍ତି ସ୍ତ୍ରୀ ପିଲାମାନଙ୍କୁ ଧରିକିରି ହଁ। ସେ ସିଟ୍ ଉପରକୁ ଦେଖୁନାହାନ୍ତି କଣ ଲେଖା ହେଇଛି କଣ ଲେଖା ହେଇଛି ସିଏ ବା? ଲେଖିଲେ ସେଠି ଲେଖା ହେଇଛି 2ଟି ସନ୍ତାନ ଯଥେଷ୍ଟ ଏହେ କହିଲେ ବୋଲେ ହଇ 2ଟି ସନ୍ତାନ ଯଥେଷ୍ଟ ବୋଲି ତ ଲେଖା ହେଇଛି ହଁ। ଆପଣ କାହିଁ 5ଟା ପିଲା ଜନ୍ମ କଲେ କେତେ କଥା ସିଏ କ୍ରୋଧରେ କହିଲା ବେଲା 5ଟା ଜନ୍ମ ହେଲା ଆଉ 5ଟା ଜନ୍ମ କରି ମୁଁ ବଞ୍ଚେବି ନା ତମେ କଣ ମତେ ବଞ୍ଚେଇବ କି ତମେ ଏ କଥା କାହିଁକି କହୁଛ ହଁ ଏ ସିଗାରେଟ ଖାଇବା ଲୋକଟା କହିଲା ମୁଁ 10 ପ୍ୟାକେଟ ଖାଇବି ହଁ ତମର କଣ ପଇସା ମାଗୁଛି ମୁଁ ନା ତମ ଲାଗି ମୁଁ ଖାଉଛି ତେଣୁ ତମର ଏଥିରେ କହିବାର କଣ ଦରକାର ଅଛି ସତ କଥା ତା ଭାର୍ଯ୍ୟା ସୁର ତରବର ହେଇକି ତା ସ୍ୱାମୀକି ବେଲା ହଇଏ ସେ ଲୋକଟା ଗୋଟେ ବୁଦ୍ଧି ବଡ଼ ଖରାପ ହଁ। ସେ ସିଗାରେଟ ଖାଉଦେଲେ ଆଉ କଣ ଖାଇଲେ ପଛେ ଖାଉ ତମେ ତା ହାତରେ କିଛି ପାଟି କରିନବ ଡରିଲା ଆଉ ତୁରୁ ସରିଲାଣି ଡରିଗଲା ଆଉ ତୋର ସେଇଭଳିଆ ଗରୁଡ଼ ତଳେ ପଡ଼ିଲା ଚକ୍ର ଗରୁଡ଼ା ଗଦା ଗରୁଡ଼ ସମସ୍ତେ ଯାଇକିରି ହନୁମାନଙ୍କୁ ମୁଣ୍ଡିଆ ମାଇଲେ ବୋଇଲେ କଥା କଣ ବୁଝିଲ ନା ଓଲଟା କାମ ହେଲା ଦେଖ ଓଲଟା କାମ ହଁ। କେମିତି ଓଲଟା କାମ ଏଥିପାଇଁ ପରା ଆମର ସ୍ୱର୍ଗତ ନିଆଖୁଣ୍ଡା ଗୋଦାବରୀଶ ମହାପାତ୍ର ଲେଖିଥିଲେ ନାମର ଓଲଟା କାମ ନାମର ଓଲଟା କାମ କାହିଁ କଣ ସେ ଲେଖିଛନ୍ତି ବୁଝିଛ ହଁ। ନନା ନାମ ଦେଲେ କୁବେର ଚରଣ ଖାଇବାକୁ ନାହିଁ ଭାତ ବିଭୂତି କୁମାର ନାମଟି ଯାହାର ଘରେ ନାହିଁ ତାର ଛାତ ପାଷାଣୁ ବଳି ଯା ନିଷ୍ଠୁର ହୃଦୟ ନାମ ତାର କୃପା ସିନ୍ଧୁ ଓ କୃପଣ ବୋଲି ଯେ ଜାଣଇ ଜଗତେ ନାମ ତାର ଦିନ ବନ୍ଧୁ ଗଣେଶ ବୋଲିଣ ନାମଟି ଯାହାର ଅତୀବ ମୂର୍ଖତାମତି ଲଜ୍ଜା ବିହୀନା କୂଳ ତାଙ୍କ ନାମ ସୀତା ସାବିତ୍ରୀ ପାର୍ବତୀ ନାମ କୀର୍ତ୍ତନରେ ଲାଭ ନାହିଁ ଭାଇ ଯେତେ ନାମ ସବୁ ଭୁଲ ଯାହାର ଯୋ ନାମ ଓଲଟା ତା କାମ ଆଜିକାଲି ବିଲକୁଲ ଆଜିକାଲି ବିଲ ବିଲକୁଲ ଦେଖିଲ ତ ହଁ, ହଁ। ନାମର
ଓଲଟା କାମ ସତ ତେଣେ କଣ ହେଲା ବୁଝିଲ କି ବାବୁ ହଁ। ହନୁମାନଙ୍କୁ ପ୍ରଣାମ କଲେ ହୁଁ ଚିହ୍ନିଲୁ ପ୍ରଭୁ ଗୌରବ ଗଞ୍ଜନ ବାନକୁ ଆୟୁଧ ମାନେ ନ ମିଳେ ଶ୍ରୀ ହନୁ ମାନଙ୍କୁ ପ୍ରଭୁଙ୍କୁ କହିଲେ ହନୁ ଯାଉଛି ପୁରକୁ ରାମ ହରି କ୍ଷେତ୍ର ଯାଉ ସେ ସେ ପାଦ ତଳକୁ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ହଁ। ନବୀନ ସୁନ୍ଦର ଘନ ବରନ ଶ୍ୟାମ ସମସ୍ତେ ପ୍ରାର୍ଥନା କଲେ ହନୁମାନ କହିଲେ ପ୍ରଭୁ ଦର୍ଶନ କଲି ମୁଁ ମଧ୍ୟ ଯାଉଛି ଆଚ୍ଛା ସମସ୍ତେ ସମସ୍ତଙ୍କର ଆଶା ପୂରଣ ହେଇଗଲା ଭଗବାନ ସମସ୍ତଙ୍କର ଆଶା ପୂରଣ କରିଦେଲେ ଆଚ୍ଛା। ତେଣୁକରି କହିଛନ୍ତି ହଁ। ଜୟ ଜଗନ୍ନାଥ ଜଗତର ନାଥ ରକ୍ଷ ରକ୍ଷ ରକ୍ଷଣ ହରି ବୈଦ୍ୟନାଥ ଭୀମ ନାମ ଧରି ଦିନ ଯାଉ ବୋଲେ ରାମ ହରି ହେ ହରି ଯାଉ ବୋଲେ ରାମ ହରି ହେ ହରି ଯାଉ ଦିନ ରାମ ହରି ଭୀମସ୍ୟା ପିରଣେ ଭଙ୍ଗೋ ମୁନିରପିମତି ଭ୍ରମଂ ଯଦି ଯଦି ଶୁଦ୍ଧ- ସୁଧମ ଶୁଦ୍ଧଂ ବା ମମ ଦୋଷନ ବିଦ୍ୟତେ ହଁ। ସ୍ୱସ୍ତି ପ୍ରଜାଭ୍ୟାಂ ପରିପାଳୟତୁ ଆଚ୍ଛା। ନ୍ୟାୟेण ମାର୍ଗेण ମହି महिष्य गो ब्राह्मणेभ्यो शुभमस्तु नित्यं आहा। लोका समस्ता सुखिनो भवन्तु आहा। ओम शांति ओम शांति ओम शांति